चेंज कर देबे ओहो इंग्लिश अच्छी होते के ओहो ए जो कोटा थिला तुमरो चौड़गंगा देवଙ୍କ विषय ना सेकंड पार्ट बोधे बहुत बड़ा नहीं हाँ कौन पढ़िबा एबे द्वितीय हाँ मु तार डिस्क्रिप्शन आगे कहूची तापर लॉन्ग क्वेश्चन डिस्कशन करबा नले यदि तार विषय वस्तु न जानथिबो लॉन्ग क्वेश्चन ताको असुविधा लागिबो नटवाणी वृत्त आर क्लास रे पढ़थिले बोधे नटवाणी वृत्त रे लिखा हैची नै कि 3 3 6 7 8 9 10 11 नटवाणी वृत्त कोन दुई पाद रे एक पद हुए प्रत्येकटी पादर अक्षर संख्या 11 11 6 नंबर और शेष नंबर सहित जतिपात होता है 12 नटवाणी वृत्त है दी पादर एक पद हुए प्रत्येक पादर अक्षर संख्या 12 6 आउ शेष सहित जतिपात हुए ठीक एटा 12 अच्छी तो डुबंती दिनांते तप्त हेममणि 4 5 6 6 12 तो एथरे प्रथम टारे हम जे पढथले कोन से युद्ध होई जे नै प्रथम रे अछि कोन ओडिसा रा आगो समर सज्जार पूरा डिस्क्रिप्शन ता अछि समर सज्जा को भली भाबरे देखा जाउची तार जो सुंदर सुंदर दृश्य गुडी काठ जोड़ी रा नदी कूल रे थिबा दृश्य गुडी वर्णना करे जायछि तापरे ओडिसा रो विभिन्न प्रसिद्ध स्थान मानकर मध्ये भौगोलिक चित्र प्रतिपादन करिसंती कवि ए लेखा माध्यम रे ओडिसा रे विभिन्न जगार जो सुंदर सुंदर दर्शनीय स्थान एवं गोटे आर कला और ऐतिह्य विषय मध्ये सम्यक धारणा देइचंती कवि तापरे जेतेबेले युद्धर कथा कुहा जाउची एटा आसीचे कोन दीटा विदेशी कवि दीटा विदेशी कथारू को नै कि ना एटा लेखाटी आसीथिला नै प्रथम रे हम बध पढिथिले सेटा दीटा कोन थिला से दीटा विदेशी लेखा ओविडकर मेटामॉर्फोसिस काव्यर अष्टम कविता द किंग मेंशनसिला रो कहानी आउ बायरनकर द सीज ऑफ कोरिंथ ए देटा विदेशी लेखा को ग्रंथ ऊपर ग्रंथरु कथा वस्तु गुडी को संग्रह करिकिना कवि काव्यटी को लिखिथिले
ତ ଯାହା ବି ଅଛି କିଛିଟା ଐତିହାସିକ କଥା ମଧ୍ୟ ଏଥିରେ ଅଛି ଯୋଉଟା କି ଆମର ଇତିହାସରେ ଲେଖା ହେଲା ଯେମିତି କି ତମେ କାହାର କଥା ପଢୁଛ ଚୋଡଗଙ୍ଗ ଦେବ ଯିଏ କି ଇତିହାସରେ ତାଙ୍କ ନାଁ ମଧ୍ୟ ଲିପିବଦ୍ଧ ଅଛି ନା କି ଇତିହାସ ପଢିଲା ବେଳେ ପଢିନା ତାଙ୍କ ନାଁ ଶୁଣିଥିବ ନା ଚୋଡଗଙ୍ଗ ଦେବ ବୋଲି ତ କଣ ହେଇଛି କି ସିଏ ଯେତେବେଳେ ତାଙ୍କୁ କି କୋଉ ମାତା ଆଶୀର୍ବାଦ ଦେଇଥିଲେ କି ସେ ଉତ୍କଳର ସମ୍ରାଟ ଗଙ୍ଗା ମାତା ଦେଇଥିଲେ ଏବଂ ତାଙ୍କ ସହିତ ଶିବଙ୍କର ଇଚ୍ଛା ମଧ୍ୟ ଥିଲା ଗଙ୍ଗା ମାତାଙ୍କର ଇଚ୍ଛାରେ ଶିବ ମଧ୍ୟ ତାଙ୍କୁ ଆଶୀର୍ବାଦ କରିଥିଲେ କି ସେ ଉତ୍କଳର ଅଧିପତ୍ୟ ସ୍ଥାପନ କରିବେ ଉତ୍କଳର ନିଜେ ଗୋଟେ ଅଧୀଶ୍ୱର ହେବେ ବୋଲି କିନ୍ତୁ ଏଇଭଳି ଯେତେବେଳେ ଏପଟେ ସୁବର୍ଣ୍ଣକେଶ୍ୱରଙ୍କୁ ମିଳିଯାଇଛି ଜୈତ୍ରମଣି ଆଉ ସେଇ ଜୈତ୍ରମଣି ବଳରେ ସେ ତାଙ୍କର ଗଡକୁ ବନ୍ଦ କରି ଦେଇଛନ୍ତି ଗଡଟି ଯେତେବେଳେ ରୁଦ୍ଧ ହେଇଯାଇଛି ଯାଇପାରୁନାହାନ୍ତି ଏଇଠି ତାଙ୍କ ମନରେ ପ୍ରଶ୍ନ ଆସିଛି ଯେ ସତରେ କଣ ଗଙ୍ଗା ମାତା ଯାହା କହିଥିଲେ ସେଟା ଠିକ ହବ କାରଣ ଏଇଭଳି ବିଭିନ୍ନ ପ୍ରଶ୍ନ ଉପରେ ଏପଟେ ତାଙ୍କର ଯୋଉ ସେନା ସୈନ୍ୟ ସାମନ୍ତ ମାନେ ସେମାନେ ମଧ୍ୟ ଏତେ ଦିନ ହେଲା ଅପେକ୍ଷା କରି କରି ସେ ମଧ୍ୟ ଆଉ ତାଙ୍କର ମନରେ ଅପେକ୍ଷାର ଭାବ ଆଉ ନାହିଁ ସେ ମଧ୍ୟ ଛାଡି ଚାଲିଯିବାକୁ ବସିଛନ୍ତି ଏବଂ କହୁଛନ୍ତି ଯେ କେତେ ଦିନ ଯାଏ ଆମେ ଗଡ ତ ବନ୍ଦ ଅଛି କେତେ ଦିନ ଯାଏ ଆମେ ଅପେକ୍ଷା କରିବୁ ଏମିତିରେ ରାଜା କହିଛନ୍ତି ବା ସେନାପତି ଯିଏ ଚୋଡଗଙ୍ଗ ଦେବ କହିଛନ୍ତି ଠିକ ଅଛି ଆଜି ରାତି ପାହିଯାଉ ଯଦି କିଛି ନହେଲା ତାହେଲେ ସମସ୍ତେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଯିବେ ସେଇ ଦିନ ସେଇ ରାତିରେ ସେ ତୁମର ଚୋଡଗଙ୍ଗ ଦେବ ନିଜେ ସେନାପତି କଣ କରିଛନ୍ତି ତାଙ୍କର ଯୋଉ ଶିବିରରୁ ବାହାରିକି ବହୁତ ପାହାଡ ପର୍ବତ ନଦୀ ନାଳ ଦେଇ ଗୋଟେ ଗତି କରିକି ଆଗକୁ ଗୋଟେ ନିର୍ଜନ ସ୍ଥାନକୁ ଯାଇଛନ୍ତି ଏବଂ ସେଇ ଜାଗାରେ ଘୋର ତପସ୍ୟା କରିଛନ୍ତି ବସିକି ଆରାଧନା କରିଛନ୍ତି ମାଙ୍କର ଏବଂ ସେଇଠି ଗଙ୍ଗା ମାତାଙ୍କର ଆବିର୍ଭାବ ହେଇଛି ଗଙ୍ଗା ମାତାଙ୍କର ତାପରେ ବିଭିନ୍ନ ପ୍ରକାରର ଯୋଉ ଦୃଶ୍ୟ ଗୁଡିକ ବର୍ଣ୍ଣନା ସେଇଠି ମଧ୍ୟ କବି କରିଛନ୍ତି ଅତି ସୁନ୍ଦର ସେ ଯୋଉ ବନରାଜିର ଦୃଶ୍ୟ ଏବଂ ବିଭିନ୍ନ ପ୍ରକାରର ପକ୍ଷୀ ମାନଙ୍କର କାକଳି ତା ସହିତ ନିଜର ଧ୍ୱନି ଯେତେବେଳେ ଗୋଟେ ବନ୍ଦ ଜାଗା ହଉ ବା ପାଣି ହଉ ଯେତେବେଳେ ନିଜର ଧ୍ୱନି ପ୍ରତିଧ୍ୱନିତ ହୁଏ ନାଇଁ କି ତୁମର ଯୋଉ ଯାହା କହୁଥିବ ସେଇଟା ଯେତେବେଳେ ଆଉ ଥରେ ପ୍ରତିଧ୍ୱନିତ ହୁଏ ଏମିତି ସବୁ ପ୍ରକାର ସେ ଯୋଉ ଶବ୍ଦ ଗୁଡିକୁ ତାକୁ ଗୀତ ନାଚର ବାଦ୍ୟର ଆକାର ଦେଇଛନ୍ତି ଏଇ ସତିକି ସବୁ ଗୀତ ନାଚର ବାଦ୍ୟର ସବୁ ଝୁଣୁ ମାନେ ଶବ୍ଦ ବୋଲିକିନା ଏମିତି ବିଭିନ୍ନ ପ୍ରକାର ତୁଳନା କରିକିନା ଶେଷରେ ଗଙ୍ଗା ମାତା ତାଙ୍କୁ ନଦୀ ମାନଙ୍କର ବିଷୟରେ ବର୍ଣ୍ଣନା କରିଛନ୍ତି ତାଙ୍କର ଯୋଉ ନଦୀ ଗଙ୍ଗା ମାତା ବର୍ଣ୍ଣନା କଲେ ମହାନଦୀଙ୍କର ପ୍ରଥମେ ମହାନଦୀଙ୍କ ବିଷୟରେ ବର୍ଣ୍ଣନା କରେ ଏବଂ ମହାନଦୀଙ୍କର ଯଦି ଆମର କ୍ୱେଶ୍ଚନ ବେଳେ ବେଳେ ଆସେ ମହାନଦୀଙ୍କର ଏଠାରେ କବି ମହାନଦୀଙ୍କର ଯୋଉ ଚାରୋଟି ଭଉଣୀ ବା ସହଚରୀ ତାଙ୍କ ବିଷୟରେ କଥା ହେଇଛନ୍ତି ସିଏ କିଏ କିଏ ଏବଂ ତାଙ୍କର ମାହାତ୍ମ୍ୟ ସବୁ କଣ କଣ ବ୍ରାହ୍ମଣୀ ଆଉ କଣ ଅଛି ବୁଢା ବଳଙ୍ଗ ସୁବର୍ଣ୍ଣରେଖା ବଳାଙ୍ଗୀ ନଦୀ ଏଇ ନଦୀ ଯେ ହେଲା ତାଙ୍କର ଭଗିନୀ ବା ତାଙ୍କର ସହଚରୀ ତୁମର ମହାନଦୀରେ ତାର ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି ଏବଂ କୋଉ କୋଉ ସ୍ଥାନରେ ସେମାନେ ଅଛନ୍ତି ଏବଂ ତାଙ୍କର ଐତିହ୍ୟ ଗୁଡିକ କଣ କଣ ସେ ସବୁ ମଧ୍ୟ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଏଇଭଳି ଯେତେବେଳେ ଗଙ୍ଗା ମାତାଙ୍କ ଠାରୁ ଆଶ୍ୱାସନା ପାଇଛନ୍ତି କି ହଁ ମଝିରେ ଆଉ ଗୋଟେ କଥା କୁହାଯାଇଛି ଗୋଟେ ଯୁଦ୍ଧ ବୀର ଗୋଟେ ଧର୍ମବୀର ବିଷୟରେ ମଧ୍ୟ ଗୋଟେ ଛୋଟିଆ ତୁଳନା ଦେଇଛନ୍ତି ଯୁଦ୍ଧ ବୀର ସେ ସବୁବେଳେ ତ ଯୁଦ୍ଧ ଜୟ କରିପାରିବ କିନ୍ତୁ ଜଣେ ଧର୍ମ ପ୍ରଚାର କରିବା ପାଇଁ ହେଲେ ବା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ପାଇଁ ସମସ୍ତଙ୍କର ଉତ୍ତମ ରୂପେ ସୁଚାରୁ ରୂପେ ରାଜ୍ୟ ପରିଚାଳନା କରିବା ପାଇଁ କି ନା ଗୋଟେ କାହାର ଧର୍ମବୀରର ମଧ୍ୟ ଆବଶ୍ୟକତା ଅଛି ସବୁ ଯୁଦ୍ଧ ବୀର ଧର୍ମବୀର ହେଇପାରିବେ ତୁମେ ହଉଛ ସେଇ ଧର୍ମବୀର ଯିଏକି ଯୁଦ୍ଧ ବୀର ମଧ୍ୟ ଧର୍ମବୀର ମଧ୍ୟ ତେଣୁକରି ଆମେ ତୁମକୁ ବାଛିଥିଲୁ କୋଉଥିପାଇଁ ଗଙ୍ଗା ମାତା ତାଙ୍କୁ ବାଛିଥିଲେ କୋଉ ଧର୍ମର ପ୍ରଚାର ପାଇଁ ବୈଷ୍ଣବ ଧର୍ମର ପ୍ରଚାର ଆଉ ପ୍ରସାର ପାଇକିନା ସେ ବାଛିଥିଲେ ସେଇ କଥାକୁ ସେ ତୁଳନା କରିଥିଲେ କୋଉ କାହା ସହିତ କିଏ ଆଗରୁ ବୈଷ୍ଣବ ଧର୍ମର ପ୍ରଚାର କରୁଥିଲେ କିଏ ଗଙ୍ଗାଙ୍କର ପୁତ୍ର ଦେବବ୍ରତ ନାଇଁ ଗୋଟେ ଲାଇନ ନଥିଲା ଗଙ୍ଗା ଭୀଷ୍ମଙ୍କ ବିଷୟରେ କହିଥିଲି ବୋଧେ ଗପଟି ହଁ ତ ସେଇ ଦେବବ୍ରତ ତାଙ୍କ ବିଷୟରେ ମଧ୍ୟ କୁହାଯାଉଛି ନା ପୁରୁଣା ଯୁଗରେ ଦ୍ୱାପର ଯୁଗରେ ସିଏ ମଧ୍ୟ ସେଇ ବିଷ୍ଣୁ ଧର୍ମର ପ୍ରତିଷ୍ଠା କରିବା ପାଇଁ କିନା ସହାୟତା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆଙ୍କୁ ବାଛିଛନ୍ତି ଚୋଡଗଙ୍ଗ ଦେବଙ୍କୁ ଏଇଭଳି ବିଭିନ୍ନ ପ୍ରକାରର ଆଶାମୂଳକ କଥା ଶୁଣିକି ଗଙ୍ଗା ମାତାଙ୍କଠୁ ସିଏ ସେଠୁ ଶିବିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ତାପରେ ସେଇଠି ଶିବିର ପରେ ଯେତେବେଳେ ଫେରିଛନ୍ତି ଆଉ କଣ ହବ ସେଇ ରାତି ଭିତରେ କଣ ହବ ଯୁଦ୍ଧ ହବ ନା ସମସ୍ତେ ଘରକୁ ଚାଲିଯିବେ ନା କିଛି ଏପରି ଘଟଣା ଘଟିବ ଯୋଉଥିରେ କି ସବୁ କିଛି ବଦଳିଯିବ ତ ସେଇଟା ଆମେ ପଢିବା ଦ୍ୱିତୀୟ ଅଧ୍ୟାୟରେ ଅଛି କଣ ଆମେ ଯାଇକି ସଂଜ୍ଞା ଦେଖିଦବା ତାଙ୍କର ଯୋଉ ରାଧାନାଥ ରାୟ ଯୋଉ କଥାବସ୍ତୁ ନନ୍ଦିକେଶ୍ୱରୀର କଥାବସ୍ତୁ ଗୁଡିକ ଆଲୋଚନା କରିଛନ୍ତି ତାକୁ ଦେଖିବା କଣ ଅଛି
ଏମିତି କଣ ହେଇଛି ଯେ ଚୋଡଗଙ୍ଗ ଦେବ ଯେତେବେଳେ ଆସି କହିଛନ୍ତି ସମସ୍ତେ ଆସନ୍ତା ସକାଳର ଆସନ୍ତା ରାତି ପାହିଲେ ଯୋଉ ସକାଳ ହବ ଏବଂ ପହିଲି ସୂର୍ଯ୍ୟୋଦୟରେ କଣ ନିଷ୍ପତ୍ତି ନିଆଯିବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସମସ୍ତେ ଯେ ଯାହା କର୍ମରେ ଲାଗି ଦେବୀ ବାକ୍ୟର ଫଳାଫଳକୁ ମଧ୍ୟ ଅପେକ୍ଷା କରିଛନ୍ତି। ଦେବୀ ତ କହିଛନ୍ତି, ଚୋଡଗଙ୍ଗ ଦେବ ଆସିକି ଏ କଥା କହିଲେ ଯେ ଦେବୀ ତ ଏହା କହିଲେ ଯେ ହଁ ସବୁ କିଛି ସମାଧାନ ହେଇଯିବ ଏବଂ ଆମକୁ ଯାହା ଆମର ପ୍ରାପ୍ୟ ଆମକୁ ସବୁ ମିଳିଯିବ। ତେଣୁ ସମସ୍ତେ ମଧ୍ୟ ସେ ସନ୍ଧ୍ୟା ଯେତେବେଳେ ନଈ ଆସିଛି, ସନ୍ଧ୍ୟା ନଈବା ପରେ ରାତି ହବ, ରାତି ପରେ ଯାଇ ସକାଳ ହବ, ତେବେ ସେଇ ରାତିର ସକାଳକୁ ଅପେକ୍ଷା କରିବା ସହିତ ସମସ୍ତେ ଦେବୀଙ୍କର ବାକ୍ୟର ଫଳାଫଳକୁ ମଧ୍ୟ ଅପେକ୍ଷା କରିଛନ୍ତି। ପରବର୍ତ୍ତୀ ସମୟରେ କଣ ହେଇଛି ନା ଯୋଉଟା ଦ୍ୱିତୀୟ ସର୍ଗରେ ଆମେ ପଢିବା, ଦ୍ୱିତୀୟ ସର୍ଗର ପ୍ରାରମ୍ଭରେ କୋଉ ବିଷୟରେ କଥା ହେଇଛନ୍ତି। ଆରମ୍ଭରେ ଅଛି, ଏଠି ଆରମ୍ଭରେ ଆମର କହିଛନ୍ତି କଣ, ବୁଡନ୍ତି ଦିନାତେ ତପ୍ତ ହେମ ଛବି ଧୀରେ ଦେବୀ ଦ୍ୱାର ଗିରି ଶୃଙ୍ଗେ ରବି ପିତ୍ତ କର ଜାଳେ ଝଳୁଛି ଭୁବନ ସୁଖ ସ୍ୱପ୍ନ ପ୍ରାୟ ହରେ ଜନମନ ବାରୁଣୀ ଗଗନ ପ୍ଲାବିତ ପ୍ରଭାରେ ଗନ୍ଧର୍ବ ନଗରୀ ଶୋଭାକୁ ଧିକ୍କାରେ ବାରୁଣୀ ରାଣୀକି ପିନ୍ଧି ସ୍ୱର୍ଣ୍ଣ ଚେଳ ସଖୀ ସଙ୍ଗେ ଖେଳୁଛନ୍ତି ଫଗୁ ଖେଳ ସୁବର୍ଣ୍ଣ ବିମାନ ସ୍ୱର୍ଣ୍ଣ ରଥ ଦୋଳା ନଭସ୍ଥଳେ କେତେ ହୋଇଛନ୍ତି ତୋଳା ସୁବର୍ଣ୍ଣର ନଦେ ବହେ ସ୍ୱର୍ଣ୍ଣ ସ୍ରୋତ ସୁବର୍ଣ୍ଣ ଅଝାଳେ ଚଳେ ସ୍ୱର୍ଣ୍ଣ ପୋତ ସୁବର୍ଣ୍ଣ ମଞ୍ଚରେ ସୁବର୍ଣ୍ଣ ଆସନ ତହିଁକି ବସିଛି ଦେବୀ ବେହରଣ। ଏଇଠି ସବୁ କଣ ସୁନାର ବସ୍ତ୍ର ସ୍ୱର୍ଣ୍ଣ ଚେଳ ଅର୍ଥାତ୍ ସୁନାର ଉପରେ ଯାହା ବି ଦେଖାଯାଉଛି ସୁନାର ବସ୍ତ୍ର ସୁନାର ସ୍ରୋତ ସେ ଯୋଉ ପାଣିଟି ଅର୍ଥାତ୍ ଏଇଠି ସକାଳର ସୂର୍ଯ୍ୟୋଦୟ କେଉଁଭଳି ଭାବରେ ଧୀରେ ଧୀରେ ଏମାନେ ତ ରାତିର ଅପେକ୍ଷା କରିଛନ୍ତି, ସନ୍ଧ୍ୟା ହେଇଛି, ସେଇ ସନ୍ଧ୍ୟା ଆଉ ରାତିର ଯୋଉ ସୁନ୍ଦର ଦୃଶ୍ୟଟିକୁ ଏଠି ବର୍ଣ୍ଣନା କରାଯାଇଛି, ଯୋଉଟା କି ଦ୍ୱିତୀୟ ସର୍ଗର ଆରମ୍ଭରେ କହିଛନ୍ତି ନା ପ୍ରାରମ୍ଭରେ ବିଡ଼ାନାସୀ ଗଡ଼ରେ ଆନନ୍ଦ ଉତ୍ସବର ଚିତ୍ର ବର୍ଣ୍ଣିତ ହୋଇଛି। ତ ସେଇ ସମୟରେ ଯେତେବେଳେ ରାଜା ଆସିକି କହିଦେଇଛନ୍ତି କି ଯେ ହଁ ଗଙ୍ଗା ମାତା କହିଛନ୍ତି ସବୁ କିଛି ସମାଧାନ ହେଇଯିବ, ତ ସେଇଠି କଣ ହେଇଛି ନା ବିଡ଼ାନାସୀ ଗଡ଼ରେ ଏମାନେ ସବୁ କଣ କରିଛନ୍ତି, ଅତି ଆନନ୍ଦର ସହିତ ଉତ୍ସବ ପାଳନ କରିଛନ୍ତି, ଯାହାର ଚିତ୍ର ଚାରିଆଡେ ଏଠି ବର୍ଣ୍ଣନା କରାଯାଇଛି। କଣ ନା ଏଇ ଯୋଉ ସୁନାର ସବୁ ସୁବର୍ଣ୍ଣ ଦେଖାଯାଉଛି, ସବୁଆଡେ ଝଲସି ଉଠୁଛି, ତ ସେଠି ଅତି ଆଡମ୍ବରର ଚିତ୍ର ବର୍ଣ୍ଣନା ହେଇଛି, ଅତି ଉତ୍ସବର ହେଇଛି। କାରଣ ରାତ୍ରିର ଅବସାନ ପରେ ପ୍ରଭାତର ଆଗମନ ସହିତ ଶତ୍ରୁ ସୈନ୍ୟ ମାନେ ଗଡ଼ ତ୍ୟାଗ କରି ସ୍ୱ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗୁପ୍ତଚର ସନ୍ଦେଶ ଆଣିଛି। ଏପଟେ ଏଇଟା ଯୋଉ ବିଭିନ୍ନ ପ୍ରକାର ଉତ୍ସବ ପାଳନ ହଉଛି, କୋଉଠି ପାଳନ ହଉଛି, ଏଇଟା ହଉଛି ତୁମର ସୁବର୍ଣ୍ଣକେଶରୀ ପଟରେ। ସେମାନେ କୋଉଠି ନା କୋଉଠି ଖବର ପାଇଗଲେଣି, ବାର୍ତ୍ତା ପାଇଗଲେଣି ଯେ ଆସନ୍ତା ସକାଳ ପାଇଗଲେ ସେମାନେ ଚୋଡଗଙ୍ଗ ଦେବ ତାଙ୍କର ସବୁ ଯୋଦ୍ଧା ମାନଙ୍କୁ ସାଙ୍ଗରେ ଧରି ତାଙ୍କ ଜାଗାକୁ ପ୍ରତ୍ୟାବର୍ତ୍ତନ କରିଯିବେ, ଆଉ ଯୁଦ୍ଧ ହେବ ନାହିଁ, ଆମ ଗଡ଼ ଯୋଉ ସୁରକ୍ଷିତ ହେଇକି ଆମେ ଭିତରେ ଅଛୁ ସବୁ କିଛି ସମାଧାନ ହେଇଯିବ। ଏଇ କଥାକୁ ମନରେ ଯେତେବେଳେ ଗୁପ୍ତଚରଟି ଆସିକି କହିଦେଇଛନ୍ତି ରାଜାଙ୍କ ପାଖରେ, ତ ସେଇଠି ଯୋଉ ରାଜ୍ୟବାସୀ ମାନେ ସମସ୍ତେ ଖୁସିରେ ଉତ୍ସବ ମନାଉଛନ୍ତି। ତ କାହିଁକି ନା ଯେତେବେଳେ ପ୍ରଭାତର ଆଗମନ ହବ, ପ୍ରଭାତ ଆସିକି ପହଞ୍ଚିବ, ରାତି ପାହିଯିବ, ଶତ୍ରୁମାନେ ମଧ୍ୟ ଗଡ଼ ତ୍ୟାଗ କରିକି ତାଙ୍କର ସ୍ୱ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଯିବେ, ଏଇ କଥା ଗୁପ୍ତଚର ଆସିକି ସନ୍ଦେଶ ଦେଇଥିଲା। ଏଣୁ ଗଡ଼ ମଧ୍ୟରେ ଆନନ୍ଦ ଉଲ୍ଲାସ ସହିତ ଗଡ଼ଚଣ୍ଡୀଙ୍କ ଆରାଧନା ପାଇଁ ସମସ୍ତ ଆୟୋଜନ ଚାଲିଛି। ଯେହେତୁ ଗଡ଼ଚଣ୍ଡୀ ମା ଏତେ ବଡ ଗୋଟେ ତାଙ୍କୁ ରକ୍ଷା କରିଛନ୍ତି ବିପଦରୁ, ତେଣୁ ଏଇଠି ଏମାନେ କଣ କରିଛନ୍ତି ତାର ମଧ୍ୟ ଏଠି ବର୍ଣ୍ଣନା ହେଇଛି, ଗଡ଼ଚଣ୍ଡୀ ମାଙ୍କୁ କିଭଳି ଭାବରେ ପୂଜା ଅର୍ଚ୍ଚନା କରୁଛନ୍ତି ସେ, ତାର ବିଷୟଟା ଗୀତ ଆକାରରେ ବୋଲି ବହୁତ ବଡଟା ଅଛି, କିନ୍ତୁ ଯଦି ଆମେ ବୁଝିବା କାହିଁକି ନା ଯେହେତୁ ଏଥିରେ ବିଭିନ୍ନ ପ୍ରକାର ଛନ୍ଦ, ବିଭିନ୍ନ ପ୍ରକାର ଅଳଙ୍କାର ଆଉ ଶବ୍ଦ ସଂରଚନା କରିକିନା କବିତାଟି ଲେଖା ହେଇଛି ବା କାବ୍ୟଟି ଲେଖା ହେଇଛି, ନିହାତି ଭାବରେ ବଡ ରହିବ। ଏଥିରେ ସବୁ ସୁନ୍ଦର ଭାବରେ ବର୍ଣ୍ଣନା ହେଇଛି, କିଭଳି କୋଉ ଶୈଳରେ କେମିତି ଠାକୁର ବସିଛନ୍ତି, କେମିତି ତାଙ୍କର ପୂଜା ଅର୍ଚ୍ଚନା କରାଯାଉଛି, କେମିତି ତାଙ୍କୁ ବସିକି କୋଉ ସ୍ୱର୍ଣ୍ଣରେ କେମିତି ମଣ୍ଡିତ କରାଯାଇଛି, ସବୁ କଥା ଗୁଡିକ ଏଠି ଲେଖା ଯାଇଛି। ତେଣୁ କଣ ହେଇଛି, ସେମାନେ କଣ କରିଛନ୍ତି, ଗଡ଼ ମଧ୍ୟରେ ଆସିକି ଖୁସି ମନାଉଛନ୍ତି, ତା ସହିତ ସେମାନେ ଗଡ଼ଚଣ୍ଡୀ ମାଙ୍କର ଆରାଧନା କରିବା ପାଇଁ, ପୂଜା କରିବା ପାଇଁ ସମସ୍ତେ ଆୟୋଜନ ବିଭିନ୍ନ ପ୍ରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏତେ ସବୁ ଆନନ୍ଦର ବାତାବରଣ ସତ୍ତ୍ୱେ ରାଜନନ୍ଦିନୀ ନନ୍ଦିକା ମନରେ କିନ୍ତୁ ବିଷାଦର ଚିହ୍ନ। ଏପଟେ କଣ ଅଛି, ରାଜନନ୍ଦିନୀ ନନ୍ଦିକା ଯିଏକି ସୁବର୍ଣ୍ଣକେଶରୀଙ୍କର ଝିଅ କନ୍ୟା, ଏପଟେ ସମସ୍ତଙ୍କ ମନ ଖୁସି, କାହିଁକି ନା ସେମାନେ ଯୋଉ ଶତ୍ରୁ ରାଜ୍ୟ ମାନେ ପଳେଇବେ, ଖବର ପାଇଗଲେଣି, ଗୁପ୍ତଚରଟି ଆସିକି କହିଦେଲେଣି ଯେ ଶତ୍ରୁ ରାଜ୍ୟ ମାନେ ରାତି ପାହି ସକାଳ ହେଲେ ସେମାନେ ତାଙ୍କର ସ୍ୱରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ଏମାନଙ୍କ ମନରେ ଟିକେ ଆଶ୍ୱସ୍ତି ଭାବ ଆସେ, କାହିଁକି ଆଉ ଯୁଦ୍ଧ ଟଳିଗଲା, ଯୁଦ୍ଧ ଆଉ ହବନି, ତେଣୁ ଆମେ ମଧ୍ୟ ଏଇ ଯୋଉ ଗଡ଼ ଭିତରେ ପଶିକି ରହିଛୁ, ଆମେ ମଧ୍ୟ ଆଉ ମୃତ୍ୟୁବରଣ କରିବାନି ବା ପରାସ୍ତ ହେବାନି, ଆମେ ମଧ୍ୟ ଠିକ ସେ ଜୀବନ ଯାପନ କରିପାରିବା।
ଏ ସବୁ ଖୁସିର ମୁହୂର୍ତ୍ତକୁ ସେମାନେ ନାନା ପ୍ରକାର ଉତ୍ସବ ମାଧ୍ୟମରେ ପାଳନ କରୁଛନ୍ତି। ତା ସହିତ ଏଭଳି କରିସ୍ମା ହେଲା କେମିତି ନା ଗଡଚଣ୍ଡୀ ମାଙ୍କର ଯୋଉ ଜୈତ୍ରମାଣୀ ଦେଇଥିଲେ ସେଥିପାଇଁ ହେଇଥିଲା। ତେଣୁ କରିକି ସେମାନେ କଣ କରିଛନ୍ତି ଯେ ଗଡଚଣ୍ଡୀ ମାଙ୍କୁ ପୂଜା ଆରାଧନା କରିବା ପାଇଁ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଆୟୋଜନ ପ୍ରସ୍ତୁତ କରୁଛନ୍ତି। ଏପଟେ ଗୋଟେ ପଟରେ ଏଇଠି କବି ବର୍ଣ୍ଣନା କରୁଛନ୍ତି ଦୁଇଟା ସୁନ୍ଦର ଦୃଶ୍ୟର, ଗୋଟେ ପଟେ ଗୋଟେ ଖୁସିର ମାହୋଲ ସାଙ୍ଗକୁ ଗୋଟେ ପଟେ ଅତି ବେଚେନି ମନୋଭାବ, ଗୋଟେ ମନରେ ବିଭିନ୍ନ ପ୍ରକାର ନକାରାତ୍ମକ ଚିନ୍ତାଧାରା, ଭୟ ଏଭଳି କିଛି ତୁଳନା କରିଛନ୍ତି। କଣ ନା ଗୋଟେ ପଟେ ରାଜ୍ୟବାସୀ ମାନେ ଆନନ୍ଦ ଉଲ୍ଲାସ ପାଳନ କରୁଥିବା ସମୟରେ ଆରପଟେ ନନ୍ଦିକା, ଯିଏକି ରାଜନନ୍ଦିନୀ ନନ୍ଦିକା, ତା ମନରେ କିନ୍ତୁ ବିଷାଦର ଚିହ୍ନ ଦେଖାଯାଉଛି ବା ଦୁଃଖର ଚିହ୍ନ ଦେଖାଯାଉଛି। କାହିଁକି ନା ସେ ଚୋଡଗଙ୍ଗ ଦେବଙ୍କ ପାଇଁ କୋଉଠି ନା କୋଉଠି ମନ ଭିତରେ ତାଙ୍କର ଗୋଟେ ଭାବ ଜାଗ୍ରତ ହେଇଯାଇଛି ଚୋଡଗଙ୍ଗ ଦେବଙ୍କ ପାଇଁ, ଯାହା ଫଳରେ କି ସିଏ ଯେତେବେଳେ ଜାଣିବାକୁ ପାଉଛନ୍ତି ଯେ ଚୋଡଗଙ୍ଗ ଦେବ ରାଜ୍ୟ ଛାଡି ପ୍ରତ୍ୟାବର୍ତ୍ତନ କରିଯିବେ ଯୁଦ୍ଧ ଭୂମି କ୍ଷେତ୍ର ଛାଡିକି, ତେଣୁ କରିକି ସିଏ ମଧ୍ୟ ବିଷାଦର କାଳିମା ତାଙ୍କ ମନ ଭିତରେ ଭରି ଯାଇଛି ବା ଦୁଃଖ ହଯାଇଛି। ତ ସୁବର୍ଣ୍ଣକେଶରୀଙ୍କର ଏକମାତ୍ର ଅପରୂପ କନ୍ୟା ନନ୍ଦିକା ହଉଛି ସୁବର୍ଣ୍ଣକେଶରୀଙ୍କର ଗୋଟେ ମାତ୍ର ଝିଅ। ବହୁ ଅଲିଅଳିରେ ବଢିଛନ୍ତି ସେ, ତେବେ ତାଙ୍କ ମନ ରାଜ୍ୟରେ କେଉଁ କୀଟ ପଶି ତାଙ୍କୁ ବିଷାଦିତ କରିଛି ତାହା ସବୁଙ୍କୁ ଅଗୋଚର। ବିଷାଦିତ କରିଛି ମାନେ ବିଷାଦ କରିଦେଉଛି। କୋଉ କୀଟ କହିଲେ ଏଇଠି କୀଟ କହିଲେ ତ ଆମେ କୀଟ ପତଙ୍ଗକୁ ବୁଝେଇବା, କିନ୍ତୁ ଏଇଠି କୀଟ କହିଲେ ପ୍ରେମ ରୂପକ କୀଟ। କିଏ କି କାହା ପାଇଁ କି ନା ସେ ଏତେ ବିଷାଦଗ୍ରସ୍ତ ଅଛନ୍ତି। କୋଉ ମଣିଷ ପାଇଁ କି ନା ତାଙ୍କ ମନରେ ଯୋଉ ଲୋକକୁ ଏତେ ଗେହ୍ଲା ଏତେ ସ୍ନେହ ଶ୍ରଦ୍ଧାରେ ବାପା ମା ବଢେଇଥିଲେ, ପୁରା ରାଜ୍ୟରେ ଅଲିଅଳି ଥିଲେ, ତାଙ୍କ ମନରେ ଆଜି ଦୁଃଖର ଛାୟା ଖେଳି ଯାଇଛି, ବିଷାଦର ଛାୟା ଖେଳି ଯାଇଛି, ଯୋଉଟା କି ସଭିଙ୍କୁ ଅଗୋଚର ଥିଲା, କେହି ଜାଣିନଥିଲେ। ଅର୍ଥାତ୍ ନନ୍ଦିକା ମନେ ମନେ ଭଲ ପାଉଛନ୍ତି ଚୋଡଗଙ୍ଗ ଦେବଙ୍କୁ, କିନ୍ତୁ ଯୋଉଟା କି କୋଉଠି ମଧ୍ୟ ରାଜ୍ୟର କୌଣସି ଲୋକ କିମ୍ବା ତାଙ୍କ ପିତା ସମେତ କୌଣସି ଲୋକ, କୋଉ ସଖୀ ହୁଅନ୍ତୁ ବା କୋଉ ଲୋକମାନେ କାହାକୁ ମଧ୍ୟ ଜଣା ନଥିଲା। ଉତ୍ସବ ଶେଷରେ ଯେମା ଅନ୍ତପୁରକୁ ବାହୁଡିଛନ୍ତି। ତାପରେ ଯେତେବେଳେ ବହୁତ ପ୍ରକାରର ଉତ୍ସବ ହେଇଛି, ନାନା ପ୍ରକାର ନାଚ ଗୀତ ହେଲା ପରେ ଶେଷ ହେଲା ପରେ ଯେମା କଣ କରିଛନ୍ତି ତାଙ୍କର ଅନ୍ତପୁରକୁ ବା ତାଙ୍କର ଯୋଉ ପ୍ରବାସ ସ୍ଥାନକୁ ସେ ଫେରି ଆସିଛନ୍ତି, ବାହୁଡି ଆସିଛନ୍ତି। ଭୋଜନାନ୍ତେ ସମସ୍ତେ ବିଶ୍ରାମ କରିଛନ୍ତି। ଭୋଜନାନ୍ତେ କହିଲେ ଭୋଜନର ଅନ୍ତରେ ଖାଇବା ସରିଗଲା ପରେ ସମସ୍ତେ ଯାଇକିନା ତାଙ୍କ ନିଜ ନିଜ ସ୍ଥାନରେ ବିଶ୍ରାମ କରିଛନ୍ତି। କିନ୍ତୁ ଏପଟେ ନନ୍ଦିକା ମନରେ ଢେର ସାରା ବିଷାଦ ଭରି ରହିଛି। ସେଇ ବିଷାଦଗ୍ରସ୍ତ ଭିତରେ ତାଙ୍କୁ ଆଉ ନିଦ ହେଇନି, ସେ ଶୋଇପାରି ନାହାନ୍ତି। ବିଡ଼ାନାସୀ ଗଡ଼ ମୃତକଳ୍ପ ମନେ ହଉଛି। ପୁରା ଗଡ଼ଟି ଯେହେତୁ ସମସ୍ତେ ଭୋଜନ ଶେଷ କରିକି ଯାଇକି ନିଜ ନିଜ କକ୍ଷରେ ବିଶ୍ରାମ କରୁଛନ୍ତି, ତେଣୁ ଶୋଇବା ସମୟ, ରାତ୍ରି ମାନେ ଶୋଇବା ସମୟ, ଏବଂ ସେଇଥିପାଇଁ ସବୁଆଡେ ମୃତକଳ୍ପ ମନେ ହଉଛି। ସତେ କି ଗଡ଼ରେ କେହି ଜୀବିତ ନାହାନ୍ତି, ସମସ୍ତେ ମୃତ, ଗୋଟେ ବି ଲୋକର ଜୀବନ ନଥିଲା ଭଳି ମନେ ହଉଛି, କାହିଁକିନା ସମସ୍ତେ ତ ବିଶ୍ରାମ କରୁଛନ୍ତି, ଶୋଇ ପଡିଛନ୍ତି ନା। ସକଳ ପ୍ରାଣୀ ନିଦ୍ରା ଯାଇଛନ୍ତି, କେବଳ ମାତ୍ର ଉନିଦ୍ର ଅଛନ୍ତି ରାଜଜେମା ନନ୍ଦିକା। ଉନିଦ୍ର କହିଲେ ଅନିଦ୍ରା ଅଛନ୍ତି। ରାଜଜେମା ନନ୍ଦିକା ଏକମାତ୍ର ଯିଏକି ଏ ପର୍ଯ୍ୟନ୍ତ ଶୋଇନାହାନ୍ତି। ରାଜ୍ୟ ସାରା ସମସ୍ତେ ଶୋଇଛନ୍ତି, ସତେକି ଲାଗୁଛି ପୁରା ନିର୍ଜନ ଜନଶୂନ୍ୟ, ଏବଂ ଲାଗୁଛି ମୃତ୍ୟୁର ସମସ୍ତେ ମୃତ୍ୟୁବରଣ କରି ଯାଇଛନ୍ତି, ଯେମିତି ସୁନସାନ ସନ୍ନାଟା ସେଇଭଳି ରାଜ୍ୟ ମନେ ହଉଛି ବା ସେ ଯୋଉ ଗଡ଼ଟି ମନେ ହଉଛି। ତଥାପି ନନ୍ଦିକାଙ୍କ ଆଖିରେ ନିଦ ନାହିଁ, ସିଏ ଏଇ ପର୍ଯ୍ୟନ୍ତ ଅଛନ୍ତି ଅନିଦ୍ରା। ତାଙ୍କ ମନ ରାଜ୍ୟରେ ଝଡ଼ ସୃଷ୍ଟି କରିଛନ୍ତି ଚୋଡଗଙ୍ଗ ଦେବ। ସେ କାହିଁକି ନା ଯେହେତୁ ମନରେ ଗୋଟେ କୋଉଠି ନା କୋଉଠି ତାଙ୍କ ପ୍ରତି ଗୋଟେ ଭାବ ପ୍ରବଣତା ଜାଗ୍ରତ ହେଇଛି, ତେଣୁ ସେଇ ଭାବରେ ରାତି ପାଇଲେ ଯେତେବେଳେ ଶୁଣୁଛନ୍ତି, ରାତି ପାଇଲେ ସେ ଚାଲିଯିବେ, ଗଡ଼ ଛାଡିକି ଚାଲିଯିବେ, ନିଜ ଜାଗାକୁ ନିଜ ସ୍ଥାନ ଛାଡିକି ତାଙ୍କ ଜାଗାକୁ ପଳେଇବେ। ତେଣୁ ସେଇଭଳି କ୍ଷେତ୍ରରେ ତାଙ୍କ ମନରେ ବହୁତ ପ୍ରକାରର ଉତ୍ପୀଡ଼ନ ସୃଷ୍ଟି ହେଇଛି, ଏବଂ ଚୋଡଗଙ୍ଗଙ୍କର ଅଙ୍ଗ ସୌଷ୍ଠବ ଓ ବୀରତ୍ୱ ସନ୍ଦର୍ଶନରେ ପ୍ରଣୟାସକ୍ତା ତଦ୍ଗତ ପ୍ରାଣ ନନ୍ଦିକା ପ୍ରିୟଙ୍କର ସ୍ୱଦେଶ ପ୍ରତ୍ୟାଗମନ ସନ୍ଦେଶରେ ଅତିଶୟ ବ୍ୟଥିତ ହୋଇପଡିଛନ୍ତି। କଣ କହୁଛନ୍ତି ପୁଣି ଏଇଠି ଚୋଡଗଙ୍ଗ ଆଉ କବିତାରେ ଅଛି କଣ ନା ଚୋଡଗଙ୍ଗ ଦେବଙ୍କର ଯୋଉ ସୌଷ୍ଠବ ଆଉ ବୀରତ୍ୱ, ଚୋଡଗଙ୍ଗ ଦେବଙ୍କର ବିଭିନ୍ନ ପ୍ରକାର ବୀରତ୍ୱର ପରିଭାଷା ବର୍ଣ୍ଣନା କରାଯାଇଛି, ଏବଂ ତା ସହିତ ତାଙ୍କର ସୌଷ୍ଠବର ପରିଭାଷା ବା ସୌଷ୍ଠବର ପରିକଳ୍ପନା କରିଛନ୍ତି କବି ଏଇଠି ସୁନ୍ଦର ଭାବରେ ରଚନା କରିଛନ୍ତି। କଣ ନା ତାଙ୍କର ଯୋଉ ମାନେ ରୂପଟିକୁ, ସୁନ୍ଦର ରୂପ, କୋଉ ଭଳି ପ୍ରକାର ତାଙ୍କ ଆଖି, ନାକ, କାନ, ଗୋଡ, ହାତ, ସିଏ କିଭଳି ଦେଖା ଯାଉଛନ୍ତି, କିଭଳି ବୀର, କିଭଳି ପରାକ୍ରମୀ, ଏଇଭଳି କିଛିଟା ତାଙ୍କର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗର ମଧ୍ୟ ଅତି ସୁନ୍ଦର ଭାବରେ କବି ବର୍ଣ୍ଣନା କରିଛନ୍ତି। ତ ସେତେବେଳେ ନନ୍ଦିକା ମନେ ପକାଉଛନ୍ତି ଚୋଡଗଙ୍ଗ ଦେବଙ୍କର ତାଙ୍କର
ଶରୀର ଗଠନଟି କେଉଁ ଭଳି, ତାଙ୍କର ବୀରତ୍ୱ ଗୁଡିକ କେଉଁ ଭଳି, ଏ ସବୁ କଥାକୁ ସନ୍ଦର୍ଶନ କରିକି ଦର୍ଶନ କରିକି ମନ ଭିତରେ ମାନେ ଦେଖିଛନ୍ତି, ସେସବୁ ତ ଦେଖିଛନ୍ତି, କିନ୍ତୁ ତାକୁ ମନ ଭିତରେ ଭାବୁଛନ୍ତି ସେଇ ପ୍ରଣୟ ପ୍ରତି ଥିବା ଆସକ୍ତି ଭାବନା ଥିବା ବା ଚୋଡଗଙ୍ଗ ଦେବଙ୍କ ପ୍ରତି ତାଙ୍କୁ ପାଇବାର ଯୋଉ ଆସକ୍ତି ଭାବନା, ତାଙ୍କୁ ତଦ୍ଗତ ପ୍ରାଣ ନନ୍ଦିକା, ସେଇ ତଦ୍ଗତ ପ୍ରାଣ ମାନେ ସେଇ ଗତରେ ମନଟି ତାଙ୍କର ପ୍ରାଣଟି ଚୋଡଗଙ୍ଗ ଦେବଙ୍କ ପାଖରେ ଯୋଉଟା ନିଜକୁ ସମର୍ପଣ ଭାବ କରିଦେଇଛନ୍ତି, ନିଜକୁ ମନେ ମନେ ସମର୍ପଣ କରିଦେଇଛନ୍ତି, ସେଇଭଳି ତାଙ୍କର ପ୍ରାଣ ନନ୍ଦିକା କଣ କରିଛନ୍ତି ନା ପ୍ରିୟଙ୍କର ସ୍ୱଦେଶ ପ୍ରତ୍ୟାଗମନରେ ସନ୍ଦେଶ ଅତିଶୟ ବ୍ୟତୀତ ହୋଇପଡିଛନ୍ତି। ଯେତେବେଳେ ସେ ଶୁଣିଛନ୍ତି ତାଙ୍କ ପ୍ରିୟର ମଣିଷଟିଏ ତାଙ୍କର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଯିବେ, ସେଇ ସନ୍ଦେଶ ବା ସେଇ ଖବର ଯେତେବେଳେ ଶୁଣିଛନ୍ତି ତାଙ୍କୁ ଅତିଶୟ ବ୍ୟଥିତ ହୋଇପଡିଛନ୍ତି, ଦୁଃଖିତ ହୋଇପଡିଛନ୍ତି। କଣ କରିବେ କଣ ନାହିଁ ସେ କିଛି ବୁଝି ପାରୁନାହାନ୍ତି, ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଉଛନ୍ତି। ଏପରିକି ପିତା ସୁବର୍ଣ୍ଣକେଶରୀଙ୍କୁ ମଧ୍ୟ ମନେ ମନେ ତିରସ୍କାର କରୁଛନ୍ତି ଏବଂ ରାଗି ଯାଇକି ପ୍ରେମ ଅନ୍ଧ, ତେଣୁ ଜାଣିପାରେନି ସେତେବେଳେ କଣ କରାଯାଏ, କଣ କରିବା ଉଚିତ, କଣ କରିବା ଉଚିତ ନୁହଁ। ତେଣୁ ଏଇଠି ଯେତେବେଳେ କୈଶୋର ବୟସ ବା ଯବାନ ବୟସର ଝିଅଟିଏ ନୂଆ କରିକିନା ଯୌବନ ପ୍ରାପ୍ତ ହେଇଥିବା ଝିଅଟିଏ ମନରେ ବିଭିନ୍ନ ପ୍ରକାରର ଆଶା ଆଲୋଡ଼ନ ସୃଷ୍ଟି ହେଇଛି ଚୋଡଗଙ୍ଗ ଦେବଙ୍କ ପାଇଁ। ତେଣୁ କଣ କରିଛନ୍ତି ସେଇ ସମୟରେ ପିତାଙ୍କୁ ମଧ୍ୟ ସେ ବହୁତ ତିରସ୍କାର କରିଛନ୍ତି ମନେ ମନେ। ନିଜର ବାପା ସୁବର୍ଣ୍ଣକେଶରୀଙ୍କୁ ମଧ୍ୟ ମନ ଭିତରେ ବହୁତ ପ୍ରକାରର ସମାଲୋଚନା ଭରା କଥା, ବହୁତ ପ୍ରକାରର ତିରସ୍କାର କରିଛନ୍ତି ଏବଂ ମନ୍ତ୍ରୀ ବାସୁଦେବଙ୍କର ପରାମର୍ଶ ଅନୁସାରେ ତାଙ୍କର ପିତା ଚୋଡଗଙ୍ଗଙ୍କର ହସ୍ତରେ ତାଙ୍କୁ ସାଗ୍ରହରେ ଅର୍ପଣ କରିଥିଲେ ଏପରି ଯୁଦ୍ଧ ସଂଗଠିତ ହୋଇନଥାନ୍ତା। ପୁଣି ତିରସ୍କାର କଣ କରୁଛନ୍ତି, କହୁଛନ୍ତି ଯେ ମନ୍ତ୍ରୀ ବାସୁଦେବଙ୍କ ପରାମର୍ଶ ଅନୁସାରେ ଗୋଟେ ଥର ଆଗରୁ ତାଙ୍କର ମନ୍ତ୍ରୀ ବାସୁଦେବ ବୋଲିକିନା ପରାମର୍ଶ ଦେଇଥିଲେ ଯେ ଚୋଡଗଙ୍ଗ ଦେବଙ୍କ ହାତରେ ତାଙ୍କୁ ସାଗ୍ରହରେ ଅର୍ପଣ କରିଥିଲେ, ମାନେ ନିଜର ସ୍ୱସମ୍ମାନରେ ତୁମର ଆଗ୍ରହ ନିଜର ସ୍ୱ ଆଗ୍ରହ, ନିଜର ମତ ଅନୁସାରେ ବା ନିଜର ଇଚ୍ଛା ଅନୁସାରେ ଯଦି ତମେ ଚୋଡଗଙ୍ଗ ଦେବଙ୍କୁ ମୋର କନ୍ୟା, ମାନେ ସେତେବେଳେ ଥରେ ଏକଦା କଣ ହେଇଥିଲେ ନା ମନ୍ତ୍ରୀ ବାସୁଦେବ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଝିଅକୁ ବାହାଘର କର ତାଙ୍କ ସହିତ, ତାଙ୍କୁ ଅର୍ପଣ କରିଦିଅ, ଏତେ ଯୁଦ୍ଧ ବି ହବନି, ନିଜ ନିଜ ଭିତରେ ଗୋଟେ ସିଏ ତ ଉତ୍କଳ ଜୟ କରିବ ନା, ଏମିତି ଯଦି ଆମେ ବନ୍ଧୁ କରିଦବା ସନ୍ଧି ହେଇଗଲା, ଝିଅକୁ ପାଇଗଲେ ସେ ଆମର ବନ୍ଧୁ ହେଇଗଲା, ଆଉ ଆମ ଉପରେ ଏତେ ଆଟାକ କରିବେନି, ଯୁଦ୍ଧ ଆଉ ହବନି, ଟଳିଯିବ। ଏ କଥା କହିଥିଲେ କି ଅର୍ପଣ କରିଦେଇଥିଲେ ଏଭଳି ଯୁଦ୍ଧ ସଂଗଠିତ ହେଇନଥାନ୍ତା ବା ଏଭଳି ଆଉ ଯୁଦ୍ଧର ସାମ୍ନା କରିବାକୁ ପଡିନଥାନ୍ତା, ଏ କଥା କହୁଛନ୍ତି। ତାଙ୍କର ମନବାଞ୍ଛା ମଧ୍ୟ ପୂରଣ ହେଇଥାନ୍ତା ଏବଂ ସିଏ ଯୋଉ ମନେ ମନେ ଭଲ ପାଉଥିଲେ ଚୋଡଗଙ୍ଗ ଦେବଙ୍କୁ, ତାଙ୍କର ଇଚ୍ଛା ମଧ୍ୟ ପୁରା ହେଇଥାନ୍ତା। ତା ସହିତ ଏଭଳି ଯୁଦ୍ଧ ଭଳି ଗୋଟେ ବିଭୀଷିକା ଘଟି ନଥାନ୍ତା, କାହିଁକି ନା ଯେତେବେଳେ ସୁବର୍ଣ୍ଣକେଶରୀ ନିଜ ଝିଅକୁ ବିବାହ କରିଥାନ୍ତେ ଚୋଡଗଙ୍ଗ ଦେବଙ୍କ ସହିତ, ସେ ତାଙ୍କର ଗୋଟେ ବନ୍ଧୁତା ସୂତ୍ରରେ ବାନ୍ଧି ହେଇଯାଇଥାନ୍ତେ, ତେଣୁ ସେ ଯୁଦ୍ଧ ମଧ୍ୟ ଟଳି ଯାଇଥାନ୍ତା। ଏସବୁ ଚିନ୍ତାରେ ନନ୍ଦିକା ବେଶୀ ବେଶୀ ଉଦ୍ବେଳିତ ହୋଇ ମାନସିକ ଭାରସାମ୍ୟ ହରାଇ ବସିଲେ। ବିଭିନ୍ନ ପ୍ରକାରର ମାନସିକ ଚିନ୍ତା, ହରେଇବାର ଚିନ୍ତା, ନିଜର ଭଲ ପାଇବାକୁ ହରେଇବାର ଶୋକରେ ବା ଦୁଃଖରେ ସିଏ ଆହୁରି ଅଧିକ ଉଦ୍ବେଳିତ ହୋଇ ପଡିଛନ୍ତି ଏବଂ ତାଙ୍କର ନିଜର ମାନସିକ ଭାରସାମ୍ୟ ହରେଇ ବସିଛନ୍ତି। କଣ କରିବେ କଣ ନାହିଁ, କଣ କଲେ ଠିକ ହବ, କଣ କଲେ ଭୁଲ ହବ, ଏ କଥା ମଧ୍ୟ ସେ ଆଉ ଜାଣିପାରୁନାହାନ୍ତି। ତାଙ୍କ ଆଖି ଆଗରେ ନାଚି ଯାଉଛି ସୁଭଦ୍ରାଙ୍କର ପ୍ରତିଛବି। ପୁଣି ମନେ ପକାଉଛନ୍ତି ସୁଭଦ୍ରାଙ୍କର କଥା। ସୁଭଦ୍ରା ହେଲେ କାହା କଥା ମନେ ପକାଉଛନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଅର୍ଜୁନଙ୍କ ସହିତ ଯୋଉ ବାହାଘର ହେଇଥିଲା ସେ ବିଷୟର କଥା, ସେ ପୁରାଣ କଥା ମନେ ପକାଉଛନ୍ତି। ନିଜ ବଂଶ ମର୍ଯ୍ୟାଦା ଭାଇ ଦୁହିଁଙ୍କର ସମ୍ଭ୍ରାନ୍ତିଙ୍କୁ ଭୁଲି ସିଏ ତାଙ୍କର ପ୍ରାଣର ପ୍ରିୟତମ ଅର୍ଜୁନଙ୍କ ସାଙ୍ଗରେ ଚାଲି ଯାଇଥିଲେ ପ୍ରେମର ଜଗତକୁ। ସେ ମନେ ପକାଉଛନ୍ତି ମହାଭାରତର କଥା, ମହାଭାରତ ଯୁଦ୍ଧରେ ଯୋଉ ଅର୍ଜୁନ ବାହା ହେଇଥିଲେ କାହାଙ୍କୁ, ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କୁ। ତ ସେଇ କଥାକୁ କହୁଛନ୍ତି, ସୁଭଦ୍ରା ମଧ୍ୟ ଅର୍ଜୁନଙ୍କୁ ତ ବାହା ହେଇକି ଚାଲି ଯାଇଥିଲେ, ମୁଁ ମଧ୍ୟ ସେମିତି ଚାଲିଯିବି, ଗଲେ ଠିକ ହବ କି? ବିଭିନ୍ନ ପ୍ରକାର ନକାରାତ୍ମକ ଭାବ, କାହିଁକି ନା ସିଏ ନିଜେ ମତିଭ୍ରମ ତାଙ୍କର ହେଇଯାଇଛି ଏବଂ ସେ ବିଭିନ୍ନ ପ୍ରକାର ଭାବନାରେ ଜାଣି ପାରୁନାହାନ୍ତି ଯେ କଣ ଠିକ କଣ ଭୁଲ, କଣ କରିବା ଉଚିତ କଣ କରିବା ଉଚିତ ନୁହେଁ, କାହିଁକିନା ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଏବଂ ସେଇ ମନେ ପକାଉଛନ୍ତି ଯେତେବେଳେ ପୁରୁଣା କଥା, ପ୍ରାଚୀନ ସାହିତ୍ୟର କଥା, ଯୋଉଟା କି ସୁଭଦ୍ରାଙ୍କର କଥା, ଶ୍ରୀକୃଷ୍ଣଙ୍କର ଭଉଣୀ ସୁଭଦ୍ରା ଆଉ ଅର୍ଜୁନଙ୍କର ବିଷୟରେ ସେ ତାଙ୍କର ପ୍ରେମକୁ ମନେ ପକାଇକି ଭାବୁଛନ୍ତି ଅୟୁତ ଯାଦବ ଯୋଦ୍ଧା ତାଙ୍କୁ ପ୍ରତିରୋଧ କରିଥିଲେ ସୁଦ୍ଧା ତାଙ୍କ ଯାତ୍ରା ପଥରେ ବାଧା ସୃଷ୍ଟି କରିପାରି ନଥିଲେ। ମାନେ ଯାଦବ ଯୋଦ୍ଧା ମାନେ ଅୟୁତ, ଲକ୍ଷ ଲକ୍ଷ କୋଟି କୋଟି ଅୟୁତ ଯାଦବ ଯୋଦ୍ଧା କାହିଁକି ତାଙ୍କୁ ପ୍ରତିରୋଧ କରିଥିଲେ, କାହିଁକି ନା ଯେହେତୁ ସେ ଯାଦବ କୁଳର କନ୍ୟା ଥିଲେ ସୁଭଦ୍ରା, କାହିଁକି ନା କୃଷ୍ଣ ଥିଲେ ଯାଦବ ବଂଶୀୟ, ନାଇଁ କି, କୃଷ୍ଣ ଥିଲେ ଯାଦବ ବଂଶୀୟ, ତ ଯଦୁବଂଶୀୟ ନୁହେଁ କି, ଯଦୁବଂଶୀୟ ନା,
ତେଣୁ କରିକି ଯାଦବ ଯୋଦ୍ଧା ମାନେ ବହୁତ ଜଣ ଯୋଦ୍ଧା ଆସିକି ତାଙ୍କ ପ୍ରତିରୋଧ କରିଥିଲେ ରାଜା ସରି ଅର୍ଜୁନଙ୍କୁ ତାଙ୍କ ଭଉଣୀକୁ ଯେତେବେଳେ ସେ ନେଇ ଯାଉଥିଲେ। ତ ସେଇ ତାଙ୍କୁ ଯୁଦ୍ଧରେ ପରାଜୟ କରି ମଧ୍ୟ ତାଙ୍କ ଯାତ୍ରାକୁ ସେ ରୋକି ପାରିନଥିଲେ, ସେମାନେ ଆଗେଇ ଚାଲି ଯାଇଥିଲେ। ନନ୍ଦିକା ମନେ ମନେ ସ୍ଥିର କରିଛନ୍ତି ସେ ମଧ୍ୟ ପ୍ରେମ ଜଗତରେ ଏକ ନୂତନ ଆଦର୍ଶ ଥୋଇଯିବେ ଏବଂ ସିଏ ବି ମନେ ମନେ ଭାବୁଛନ୍ତି ଯେ ମୁଁ ମଧ୍ୟ ଚାଲିଯିବି ଏବଂ ମୁଁ ମଧ୍ୟ ନିଜର ପ୍ରେମରେ ଗୋଟେ ନୂଆ ଆଦର୍ଶ ସୃଷ୍ଟି କରିବି। ପିତାଙ୍କର ଅମୋଘ ଅସ୍ତ୍ର ସେଇ ଯତ୍ରମଣିକୁ ହସ୍ତଗତ କରି ସେ ତାଙ୍କ ପ୍ରିୟତମ ଚୋଡ଼ଗଙ୍ଗଙ୍କୁ ଦେଲେ, ତାରି ବଳରେ ସେ ହୋଇଯିବେ ଉତ୍କଳ ଈଶ୍ୱର। ଏବଂ ପୁଣି ମନେ ପକଉଛି ପିତାଙ୍କଠୁ ମୁଁ ଏଇ ଯୋଉ ଯତ୍ରମଣିଟିକୁ ନେଇଯିବି, ଯୋଉଟାକୁ କି ସେ ସେଇ ଯତ୍ରମଣି ପାଇଁକିନା ଆଜି ସେ ଫେରି ଯାଉଛନ୍ତି, ମୋର ଯୋଉ ଚୋଡ଼ଗଙ୍ଗ ଦେବ ମୋର ମନର ମଣିଷ ସେ ଫେରି ଯାଉଛନ୍ତି। ତେବେ ସେଇ ଯତ୍ରମଣିକୁ ସେ ଅକ୍ତିଆର କରିଛନ୍ତି, ହସ୍ତଗତ କରିଛନ୍ତି ଏବଂ ମନେ ମନେ ଭାବୁଛନ୍ତି ଏଇଟା ଯଦି ମୁଁ ନେଇ ଚୋଡ଼ଗଙ୍ଗ ଦେବଙ୍କୁ ଦେଇଦେବି ତାହେଲେ ମୁଁ ସିଏ ହେଇଯିବେ ଉତ୍କଳର ଈଶ୍ୱର ବା ଉତ୍କଳର ଅଧୀଶ୍ୱର। ତେଣୁ ଯେତେବେଳେ ସିଏ ଅଧୀଶ୍ୱର ହେବେ ଆଉ ମୋ ପାଇଁ ହେଇଛନ୍ତି ବୋଲି ଭାବିଲେ ହୁଏତ ମତେ ଗ୍ରହଣ କରିବେ। ଏଇ ବିଷୟରେ ଏଇଭଳି କିଛି ପାଇବାର ଆଶା ତାଙ୍କୁ ଭାବ ବିହ୍ୱଳ କରିଛି। ନିଜ ପ୍ରେମ ବଳରେ ତାଙ୍କୁ ଛତ୍ରପତି କରି ପ୍ରେମିକା ମାନଙ୍କ ମଧ୍ୟରେ ବିଜୟ ପତାକା ଉଡାଇବେ ଏବଂ ସିଏ ମନେ ମନେ ଭାବୁଛନ୍ତି ସେ ଏକୁଟିଆ ତାକୁ ତ ଭଲ ପାଇନାହାନ୍ତି, ଆହୁରି ଅନେକ ପ୍ରେମିକାଙ୍କର ମାନେ ତାଙ୍କ ସହିତ ଅଛି। ତେଣୁ କରିକି ଅଛି ମାନେ ଅନ୍ୟମାନେ ଝିଅ ମାନେ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି। ତେଣୁ ସିଏ ଭାବିଛନ୍ତି କାହିଁକିନା ସେଇ ଯୁଗରେ ଗୋଟେ ରାଜାକୁ ବହୁତ ରାଣୀ ଥିଲେ, ସେଇଟା କିଛି ବଡ କଥା ନୁହେଁ। ସେଇ ସମୟରେ ଗୋଟେ ରାଜାର ବହୁତ ରାଣୀ ଥିଲେ, ଗୋଟେ ପ୍ରେମିକର ବହୁତ ପ୍ରେମିକ। ତେଣୁ ଇଏ ଯେମିତି କିଏ ମନେ ମନେ ଭାବୁଥିଲେ ମୁଁ ଯଦି ଯୈତ୍ରମଣିଟି ନେଇକି ତାଙ୍କୁ ଦେଇଦେବି ତାହେଲେ ମୁଁ ମଧ୍ୟ ସେ ପ୍ରେମିକା ମାନଙ୍କ ଭିତରେ ଶ୍ରେଷ୍ଠ ହେଇଯିବି ଏବଂ ମତେ ହୁଏତ ସେ ଅଧିକ ଭଲ ପାଇବେ, ଅଧିକା ମୁଖ୍ୟ ଆସନରେ ଗୋଟେ ବସାଇବେ ଏବଂ ମୁଁ ତାଙ୍କର ସେ ପ୍ରେମିକା ମାନଙ୍କ ମଧ୍ୟରେ ମୁଁ ବିଜୟ ପତାକା ଉଡାଇବି ବୋଲି। ଏଇଭଳି ଚିନ୍ତା କରି ଶେଷରେ ନନ୍ଦିକା ତାଙ୍କର ଅଦମ୍ୟ ଭାବାବେଗରେ ତାଡ଼ିତ ହୋଇ ସମସ୍ତ ଅପବାଦକୁ ଉପେକ୍ଷା କରି ଧୀର ପଦରେ ଯାଇ ସୁପ୍ତ ସୁବର୍ଣ୍ଣ କେଶରୀଙ୍କ ମଥାରୁ ମଣି ଚୋରାଇ ଆଣି ଅନ୍ତପୁରରୁ ରାଣୀମାନେ ଗୁପ୍ତ ସୁଡ଼ଙ୍ଗ ଦେଇ ନଦୀ ସ୍ନାନକୁ ଯାଉଥିବା ପଥରେ ବିଡ଼ାନାସୀ ଗଡ଼କୁ ବାହାରି ଯାଇଛନ୍ତି। ଏଇଭଳିଆ ବିଭିନ୍ନ କଥା ଚିନ୍ତା କରିକି ଶେଷରେ କଣ କରିଛନ୍ତି, ସେ ଧୀରେ ଧୀରେ କୋଉ ଅପବାଦ କାଳେ ମୁଁ ଏଠୁ ଚାଲିଗଲେ ବିଭିନ୍ନ ପ୍ରକାର ଅପବାଦ ମିଳିବ, ପିତାଙ୍କୁ ମୁଁ ଧୋକା ଦେଲି, ରାଜ୍ୟକୁ ଧୋକା ଦେଲି, ଏଭଳି ବିଭିନ୍ନ ପ୍ରକାର ଅପବାଦ ମିଳିବ, ନିନ୍ଦା ମିଳିବ, ତାକୁ ସବୁ ଉପେକ୍ଷା କରିକି ସେ କଣ କରିଛନ୍ତି ଧୀର ପଦରେ ଚାପି ଚାପି ଗୋଡ ଧୀରେ ଧୀରେ ପାଦରେ ଯାଇକି ସୁପ୍ତ ସୁବର୍ଣ୍ଣ କେଶରୀ, ସୁପ୍ତ ହେଲେ ଶୋଇଥିବା ରାଜା ଯେତେବେଳେ ଶୋଇଛନ୍ତି ସୁବର୍ଣ୍ଣକେଶରୀ ରାଜା, ସେ ସେଇ ସମୟ ତାଙ୍କ ମଥାରୁ ଚୁପଚାପ ଯାଇ ତାଙ୍କ ଯୈତ୍ରମଣିଟି ଚୋରାଇ ଆଣିଛନ୍ତି ଏବଂ ଅନ୍ତପୁରରେ ଯୋଉ ରାଣୀ ମାନଙ୍କର ଗୋଟେ ଗୁପ୍ତ ସୁଡ଼ଙ୍ଗ ଥାଏ, ଯୋଉ ଗୋଟେ ସେମାନେ ଲୁଚିକି ଯିବା ଆସିବା କରନ୍ତି, ସେଇ ଜାଗାରେ ନଦୀକୁ ସ୍ନାନ କରି ଯିବା ପାଇଁ କିନା ଗୋଟେ ଗୁପ୍ତ ସୁଡ଼ଙ୍ଗ ପଥ ଥାଏ, ବାଟଟିଏ ଥାଏ ଯୋଉଥିରେ ରାଣୀ ମାନେ ଯାଆନ୍ତି। ସେଇପଟେ ଦେଇ ସେ ବିଡ଼ାନାସୀ ଗଡ଼ରୁ ବାହାରି ଯାଇଛନ୍ତି ନନ୍ଦିକା। ତେଣେ ଚୋଡ଼ଗଙ୍ଗ ଦେବ ଶିବିରରେ ନିଃସଙ୍ଗ ଭାବରେ ଚିନ୍ତାଶୀଳ ହୋଇ ବସି ରହିଛନ୍ତି। ସେପଟେ ଦୃଶ୍ୟଟି କଣ, ସେପଟେ ଦୃଶ୍ୟରେ ଅଛି ଚୋଡ଼ଗଙ୍ଗ ଦେବ ତାଙ୍କ ଶିବିରରେ ଚିନ୍ତା ମଗ୍ନ ହେଇକିନା ବସିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ଆଖିକୁ ନିଦ ନାହିଁ, କାହିଁକି ନା ତାଙ୍କ ମନରେ ଆସୁଛି ରାତି ପାଇ ସକାଳ ଯେମିତି ହେଇଯିବ ଆମକୁ ଯିବାକୁ ପଡିବ, କାହିଁକିନା ମୁଁ କଥା ଦେଇଛି ଆମକୁ ଯେମିତି ହେଲେ ଆମକୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡିବ। କିନ୍ତୁ ଏପର୍ଯ୍ୟନ୍ତ ତ କିଛି ହେଲାନି, ଗଡ଼ ତ ବନ୍ଦ, ମା ତାର ଯୋଉ ଦେଇଥିଲେ ଆଶୀର୍ବାଦଟି କଣ ହବ, ସେଟା କଣ ବିଫଳ ହେଇଯିବ? ଏଇଭଳି ବିଭିନ୍ନ ପ୍ରକାରର ମାନସିକ ଚିନ୍ତାକୁ ନେଇକିନା ସେ ଚୁପଚାପ ବସିଛନ୍ତି। ସମ୍ଭବତଃ ସେ ଅପେକ୍ଷା କରିଛନ୍ତି ଆଗାମୀ ଉଷା କାଳକୁ, ହୁଏତ ସେ ଆଗାମୀ ଉଷା କାଳକୁ ସକାଳକୁ ଅପେକ୍ଷା କରିଛନ୍ତି ଯେ କଣ ହବ ଘଟଣା। ସେଥିପାଇଁ କି ସହସା ତାଙ୍କ ଆଗରେ ଉଭା ହୋଇଛନ୍ତି ଅନିନ୍ଦ୍ୟ ସୁନ୍ଦରୀ ଉତ୍କଳର ରାଜଦେବ ନନ୍ଦିକା। ଆଉ ସେଇ ସମୟରେ ତତ୍କ୍ଷଣାତ ଆସିକି ଯେତେବେଳେ ସେ ଚୁପଚାପ ବସିଛନ୍ତି ଆଉ ଭାବୁଛନ୍ତି କିଛି, ନିଃସଙ୍ଗ ଭାବରେ ଅତ୍ୟନ୍ତ ଚିନ୍ତାଶୀଳ ଅବସ୍ଥାରେ ଅଛନ୍ତି, ସେଇ ସମୟରେ ତାଙ୍କ ଆଗରେ ଆସିକି ଠିଆ ହେଇଯାଇଛନ୍ତି ଅନିନ୍ଦ୍ୟ ସୁନ୍ଦରୀ ଉତ୍କଳର ରାଜଜେମା ନନ୍ଦିକା। ଲାବଣ୍ୟ ସରୋବରରେ ସୁବର୍ଣ୍ଣ କମଳ ପରି ଅପରୂପା ନନ୍ଦିକାଙ୍କୁ ଦେଖି ଚୋଡ଼ଗଙ୍ଗ ହତଭମ୍ବ ହେଲେ ମଧ୍ୟ ଅବିଚଳିତ ହୋଇଛନ୍ତି। ଆଉ ସେଇ ଜାଗାରେ ପଦ୍ୟରେ ଅଛି କଣ, ଏଇ ଯୋଉ ସୁନ୍ଦର ଉତ୍କଳର ଯୋଉ ରାଜଜେମା ନନ୍ଦିକାଙ୍କର ସୁନ୍ଦରତା ବର୍ଣ୍ଣନା ମଧ୍ୟ ବିଭିନ୍ନ ଜାଗାରେ କରାଯାଇଛି। ତାଙ୍କର ବିଭିନ୍ନ ସୁନ୍ଦରତାକୁ ପରିପାଟିକୁ କବି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ସେଇ ଲାବଣ୍ୟ ସୁନ୍ଦରୀ ସରୋବରୀ ଭଳି ସୁନ୍ଦର ସୁବର୍ଣ୍ଣ କମଳ ପରି ପଦ୍ମଫୁଲ ପରି ସୁନାର ପଦ୍ମଫୁଲ ଭଳି ଦେଖାଯାଉଥିବା ଅପରୂପା ସୁନ୍ଦର ନନ୍ଦିକାକୁ ଦେଖି ଚୋଡ଼ଗଙ୍ଗ ଦେବ ହତଭମ୍ବ ହେଲେ ମଧ୍ୟ ଅବିଚଳିତ ହୋଇଯାଇଛନ୍ତି।
ହତବାକ୍ ହେଇଯାଇଛନ୍ତି, ଏତେ ସୁନ୍ଦର ରୂପ ତାଙ୍କର, ତଥାପି ସେ ଅବିଚଳିତ ହେଇଯାଇଛନ୍ତି, ଇଏ କଣ ଆସିକି ଏଇ ଜାଗାରେ ଆସିକି ଉପସ୍ଥିତ ଅଛନ୍ତି। ତେବେ ନିଜର ପରିଚୟ ଦେଇ ନନ୍ଦିକା ଜୈତ୍ରମଣିଟିକୁ ଚୋଡଗଙ୍ଗଙ୍କର ପାଦ ତଳେ ଥୋଇ ସ୍ୱପ୍ରେମର ନିବିଡ଼ତା ଦର୍ଶାଇ ନିଜକୁ ସମର୍ପଣ ପୂର୍ବକ ପ୍ରତିଦାନରେ କେବଳ ପ୍ରେମ ଯାଚଜ୍ଞା କରି ତାଙ୍କୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଆଉ ସେଇ ସମୟରେ ଯେତେବେଳେ କିଛି ମୁହୂର୍ତ୍ତ ପାଇଁ ଚୋଡଗଙ୍ଗ ଦେବ କିଛି ବୁଝିପାରିନାହାନ୍ତି, ଅବିଚଳିତ ହେଇଛନ୍ତି, ତାଙ୍କ ଭାବ ବିଚଳିତ ହେଇଯାଇଛନ୍ତି ଯେ କଣ ଇଏ କଣ ଆସିକି ଏଇଠି, ସେଇ ସମୟରେ ନିଜର ପରିଚୟ ପ୍ରଦାନ କରିଛନ୍ତି ନନ୍ଦିକା ଏବଂ ନିଜର ଜୈତ୍ରମଣି ଯୋଉ ବାପାର ଜୈତ୍ରମଣିଟିକୁ ତାଙ୍କୁ ଦେଇ ଜୈତ୍ରମଣିର ଯୋଉ କଣ ପାଇଁ ସେ ଗଡ ରୋଧ ହେଇଥିଲା, କଣ ପାଇଁ ସେମାନେ ଗଡ ଭିତରକୁ ପଶି ପାରୁନଥିଲେ, ସେ ସମସ୍ତ କଥା ମଧ୍ୟ ସେଠି କହିଛନ୍ତି। କହିସାରିଲା ପରେ ନିଜର ପରିଚୟ ଦେଇଛନ୍ତି ଏବଂ ଜୈତ୍ରମଣିଟିକୁ ଚୋଡଗଙ୍ଗ ଦେବଙ୍କର ପାଦ ତଳେ ଥୋଇ ଦେଇକିନା ଆଉ ନିଜର ଯୋଉ ସ୍ୱପ୍ରେମ, ନିଜର ଭଲ ପାଇବା ଭାବକୁ ତାଙ୍କ ଆଗରେ ପରିପ୍ରକାଶ କରିଛନ୍ତି। ପ୍ରତିବଦଳରେ କିଛି ଚାହିଁ ନାହାନ୍ତି, ପ୍ରତିବଦଳରେ କେବଳ ନିଜକୁ ସମର୍ପଣ କରିବା ସହିତ ପ୍ରତିଦାନରେ ଚାହୁଁଛନ୍ତି ପ୍ରେମ ଯାଚଜ୍ଞା କରି ତାକୁ ଗ୍ରହଣ କରିବାକୁ ନିବେଦନ କରୁଛନ୍ତି। ମତେ କିଛି ଦରକାର ନାହିଁ, କେବଳ ମତେ ଆପଣ ଗ୍ରହଣ କରନ୍ତୁ, ଏଇ କଥା କହିକିନା ସେ ଜୈତ୍ରମଣିଟିକୁ ଚୋଡଗଙ୍ଗ ଦେବଙ୍କ ପାଦ ତଳେ ସମର୍ପଣ କରିଛି ବା ରଖିଦେଇଛନ୍ତି। ଏଇ ସବୁ କଥା ଶୁଣି ସାରିବା ପରେ ଏହା ଚୋଡଗଙ୍ଗଙ୍କୁ ସ୍ୱପ୍ନ ଭଳି ପ୍ରତୀୟମାନ ହେଉଛି। ଏତେ କଥା ଯେତେବେଳେ ଶୁଣୁଛନ୍ତି ଚୋଡଗଙ୍ଗ ଦେବ କହୁଛନ୍ତି କଣ ହଠାତ୍ ସବୁ କିଛି ବଦଳିଗଲା, ତେଣୁ ଏଇ କଥା ସବୁ ତାଙ୍କୁ ସ୍ୱପ୍ନ ଭଳି ପ୍ରତୀୟମାନ ହେଉଛି ବା ସ୍ୱପ୍ନ ଭଳି ମନେ ହେଉଛି। ଏଇଭଳି ଆଚରଣରେ ସେ ଅତିଶୟ କ୍ରୋଧ, ଘୃଣା, ଦୁଃଖ ଓ ବିସ୍ମୟ ବିଜଡିତ ହୋଇ ପଡିଛନ୍ତି। ଏଇ ଜାଗାରେ ଅନ୍ୟ କିଏ ହେଇଥିଲେ ହୁଏତ ଖୁସି ହେଇଯାଇଥାନ୍ତା ଏବଂ ପାଇଯାଇଥିବେ ନିଜେ ନିଜେ। ପ୍ରଥମେ ତ ଗୋଟେ ଅପରୂପା ଦିବ୍ୟ ସୁନ୍ଦରୀ ଝିଅକୁ ପାଇବା ସାଙ୍ଗରେ ଜୈତ୍ରମଣି ମଧ୍ୟ ପାଇଗଲା, ପୁରା ଉତ୍କଳର ସମ୍ରାଟ। କିନ୍ତୁ ଚୋଡଗଙ୍ଗ ଦେବଙ୍କର କବି ଏଇଠି ତାଙ୍କର ବୀରତ୍ୱ, ତାଙ୍କର ଧାର୍ମିକତା ଏବଂ ତାଙ୍କର ସତ୍ ଚରିତ୍ରବାନ ମଧ୍ୟ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି। ଜଣେ ସତ୍ ଚରିତ୍ରବାନ ପୁରୁଷ ହିସାବରେ ସେ ଏଇଠି ଯେତେବେଳେ ଗୋଟେ ଝିଅ ଆସିକି ତାଙ୍କ ପାଖରେ ନିଜର ପ୍ରେମ ଯାଚନା କରୁଛି, ଭିକ୍ଷା କରୁଛି, ସେ ସେଠି ତାକୁ ଆପଣେଇ ନ ନେଇ ସେ ଅତିଶୟ କ୍ରୋଧ ହେଇଯାଇଛନ୍ତି, ରାଗି ଯାଇଛନ୍ତି, ଘୃଣା ଭାବ ଦେଖାଉଛନ୍ତି ଏବଂ ଦୁଃଖ ଆଉ ବିସ୍ମୟ ହୋଇ ପଡିଛନ୍ତି, ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। ଯଶସ୍ୱୀ କେଶରୀ ବଂଶର ଦାୟାଦ ନନ୍ଦିକାର ଅପ୍ରତ୍ୟାଶିତ ଏପରି ଘୃଣ୍ୟ ଆଚରଣରେ ସ୍ତମ୍ଭୀଭୂତ ହୋଇ ଚୋଡଗଙ୍ଗ ଦେବ ତାଙ୍କୁ ଦେଶଦ୍ରୋହୀ, ରାଜ୍ୟଦ୍ରୋହୀ ଓ ପିତୃଦ୍ରୋହୀ ଭଳି ତିନି ମହାପାପର ଭାଗିନୀ ବୋଲି କହି ସତ ଧିକ୍କାର କରିଛନ୍ତି। ଏବଂ ପରବର୍ତ୍ତୀ ସମୟରେ ଏତେ ବଡ ଗୋଟେ ଯଶସ୍ୱୀ, ଯଶ ଅର୍ଜନ କରିଥିବା, ଭରପୁର ଯଶ ଖ୍ୟାତି ଥିବା କେଶରୀ ବଂଶର ଯିଏ ଦାୟାଦ ବା ଉତ୍ତରାଧିକାରୀ ସେଇ ନନ୍ଦିକାକୁ ସେ ଅପ୍ରତ୍ୟାଶିତ ଏପରି ଘୃଣ୍ୟ ଆଚରଣ, ହଠାତ୍ ଭାବରେ ଅପ୍ରତ୍ୟାଶିତ ଭାବରେ ଅଚାନକ ଭାବରେ ଏମିତି ଗୋଟେ ଅତି କଦର୍ଯ୍ୟ ଆଚରଣ ପାଇକି, କିନ୍ତୁ ଘୃଣାର କାର୍ଯ୍ୟ ପାଇଁକିନା ସେ ସ୍ତମ୍ଭୀଭୂତ ହେଇଯାଇଛନ୍ତି, ଆଶ୍ଚର୍ଯ୍ୟଚକିତ ହେଇଯାଇଛନ୍ତି ଏବଂ ତାଙ୍କୁ ଗାଳି ମଧ୍ୟ କରିଛନ୍ତି, ବିଭିନ୍ନ ପ୍ରକାର ଭର୍ସନା ମଧ୍ୟ ଦେଇଛନ୍ତି। ତନ୍ମଧ୍ୟରେ ସେ ତିନୋଟି ମହାପାପର ଭାଗିନୀ ବୋଲି ତାଙ୍କୁ ଧିକ୍କାର କରିକି କହିଛନ୍ତି। କଣ ଗୋଟେ ଅଛି, ଦେଶଦ୍ରୋହୀ, ଦେଶକୁ ପ୍ରତି ତମେ ଭୁଲ ଆଚରଣ କରିଛ, ରାଜଦ୍ରୋହୀ ମଧ୍ୟ ତମେ ଏବଂ ପିତୃଦ୍ରୋହୀ, ପିତାକୁ ମଧ୍ୟ ଠକିକିନା ତାଙ୍କଠୁ ନେଇ ଆସିଛ ଜୈତ୍ରମଣି ଲୁଚେଇକିନା, ତେଣୁ ତମେ ପିତୃଦ୍ରୋହୀ ମଧ୍ୟ। ତ ଏଇଭଳି ବିଭିନ୍ନ ପ୍ରକାରର ଶତଧିକ୍କାର କରିଛନ୍ତି ଚୋଡଗଙ୍ଗ ଦେବ ନନ୍ଦିକାଙ୍କୁ। ଚୋଡଗଙ୍ଗଙ୍କର ଏତାଦୃଶ ପ୍ରତ୍ୟାଖ୍ୟାନରେ ମର୍ମାହିତ ହୋଇଛନ୍ତି ନନ୍ଦିକା। ଏଇଭଳି ଭାବରେ ଯେତେବେଳେ ଚୋଡଗଙ୍ଗ ଦେବ ଏତାଦୃଶ ମାନେ ଏଇଭଳି ଭାବରେ ଯେତେବେଳେ ଚୋଡଗଙ୍ଗ ଦେବ ନନ୍ଦିକାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତାଙ୍କର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଇଭଳି ନିନ୍ଦାଜନକ ବାକ୍ୟ ଗୁଡିକ କହିଛନ୍ତି, ସେଥିରେ ଅତ୍ୟନ୍ତ ମର୍ମାହିତ ହୋଇ ପଡିଛନ୍ତି ନନ୍ଦିକା, ଦୁଃଖୀ ହେଇଯାଇଛନ୍ତି। ଏତେ କାମ କଲି, ଏତେ ବଡ କାମଟେ କଲି, ଘରୁ ଚୋରି କଲି, ବାପା ମା ସମସ୍ତଙ୍କର ମାନେ ସମସ୍ତଙ୍କଠୁ ଗୋଟେ ଅପ୍ରିୟ ହେଲି, ତାଙ୍କଠୁ କଣ ସେଟା କୁହନ୍ତି ତମର ବିଶ୍ୱାସଘାତକ କଲି, ବିଶ୍ୱାସଘାତ କଲା ପରେ ମଧ୍ୟ ଲାଷ୍ଟକୁ ଯୋଉଥିପାଇଁ କରିଥିଲି ସିଏ ମତେ ବର୍ତ୍ତମାନ ଧିକ୍କାର କରୁଛନ୍ତି, ମତେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଆତ୍ମକୃତ ପାପର ଶତଦଂଶନର ଜ୍ୱାଳାରେ ଦଗ୍ଧୀଭୂତ ତାଙ୍କର ମହାବିଷ୍ଟ ମାନସ ବାସ୍ତବିକତାର ସମ୍ମୁଖୀନ ହେବାକୁ ସାହସ ଜୁଟାଇ ପାରିନାହିଁ ଏବଂ ସେ ଆତ୍ମକୃତ ପାପର, ନିଜେ କରିଥିବା ପାପର, ଆତ୍ମକୃତ ପାପ କହିଲେ ଜାଗୃତ ହେଲା କରିଥିବା, ନିଜେ କରିଥିବା ପାପର ଶତଦଂଶନର ଜ୍ୱାଳାରେ ସେ ପାପର ଭାରା ଏତେ ତାଙ୍କୁ ଅଧିକା ଲାଗୁଛି, ସତେ କି ଦଂଶନ କରୁଛି, ତାଙ୍କୁ ଚୋଟ ମାରୁଛି, ସାପ ଭଳି ତାଙ୍କୁ ଚୋଟ ମାରିଲା ଭଳି ପ୍ରତୀତ ହେଉଛି। ତାଙ୍କର ସେ ଯୋଉ ପାପଟି ତାଙ୍କୁ ବହୁତ ଅଧିକା ଲାଗୁଛି ଏବଂ ସେଇ ପାପରେ ଦଗ୍ଧୀଭୂତ ହେଇକି ସେ ଜଳିକି ମହାବିଷ୍ଟ ମାନସ ବାସ୍ତବିକତା ତାଙ୍କର ଯୋଉ ଏଇଭଳି ମୋହଗ୍ରସ୍ତ
ମୋହାବିଷ୍ଟ ମାନସ ମାନସ ହେଲେ ମନ ତାଙ୍କ ମୋହକୁ ମୋହ ଗ୍ରାସ କରିଥିବା ମାନସଟି ବା ମନଟି ବାସ୍ତବତାକୁ ଆଉ ସାମ୍ନା କରିବାକୁ ସକ୍ଷମ ହେଉନାହିଁ। ବାସ୍ତବତା ଏଇଟା ଯେ କି ତୁମେ ଏଇଟା ନେଇ ଆସ ଆଉ ତମକୁ ରାଜା ଆକ୍ସେପ୍ଟ କରୁନାହାନ୍ତି ବା ତମକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଚୋଡଗଙ୍ଗ ଦେବ। ଏଭଳି ବାସ୍ତବିକତାର ସମ୍ମୁଖୀନ ହେବା ପାଇଁ ତାଙ୍କୁ ସାହସ ଜୋଟେଇ ପାରୁନାହାନ୍ତି। ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କୁ ଅନ୍ଧକାରମୟ ମନେ ହଉଛି। କଣ ମୁଁ ଏମିତି କରିଦେଲି, ଏତେ ବଡ ଭୁଲ କରିଦେଲି, ଏତେ ବଡ ଗୋଟେ ବିଶ୍ୱାସଘାତକତା କରିଦେଲି, ଯୋଉଥିପାଇଁ କଲି ଦେଖିଲା ବେଳୁ ସିଏ ମତେ ପ୍ରତ୍ୟାଖ୍ୟାନ କରୁଛନ୍ତି। ତ ଏଇଭଳି ବିଭିନ୍ନ ପ୍ରକାର ଚିନ୍ତାରେ ତାଙ୍କ ଚେତନାକୁ ଦଂଶନ କରିଛି ଏବଂ ସେ ମନରେ ତାଙ୍କ ଚତୁଃପାର୍ଶ୍ୱର ଅନ୍ଧକାରମୟ ଦେଖାଯାଉଛି। ସେ ଲାଗୁଛି ତାଙ୍କର ସର୍ବ ବିଶ୍ୱ ବ୍ରହ୍ମାଣ୍ଡଟି ସତେକି ଅନ୍ଧକାରମୟ ହେଇ ଉଠିଛି। ଏଣେ ଚୋଡଗଙ୍ଗ ଦେବ ମନ୍ତ୍ରୀଙ୍କ ଦ୍ୱାରା ଏକ ସୁନ୍ଦର ଶିବିକାରେ ଜୈତ୍ରମଣି ସହ ନନ୍ଦିକାଙ୍କୁ ବିଡ଼ାନାସୀ ଗଡକୁ ପଠାଇ ଦେଇଛନ୍ତି। ଏପଟେ କଣ ହେଇଛି ନା ଚୋଡଗଙ୍ଗ ଦେବ ସସମ୍ମାନରେ ଝିଅଟିକୁ ଜୈତ୍ରମଣି ସହିତ ଗୋଟେ ମନ୍ତ୍ରୀକୁ ଡକାଇ ସୁନ୍ଦର ପାଲିଙ୍କି ବନେଇ ବା ଶିବିକାରେ ଗୋଟେ ପାଲିଙ୍କି ଭଳି ବସେଇକି ଗୋଟେ ଯିବାକୁ ନେଇକି ଯିବା ପାଇଁ ଝିଅଟିଏ ନା ତାକୁ ଖାଲି ତ ଝିଅଟି ନୁହଁ ଗୋଟେ ରାଜକୁମାରୀଟେ ସେ ଗୋଟେ ଏତେ ବଡ ଉତ୍କଳ କେଶରୀ ବଂଶର ରାଜକୁମାରୀ ସେ ତାଙ୍କୁ ସସମ୍ମାନରେ ଜୈତ୍ରମଣି ସହିତ ଝିଅକୁ ବସାଇକି ମନ୍ତ୍ରୀଙ୍କ ସାଙ୍ଗରେ ପ୍ରେରଣ କରିଛନ୍ତି। ତାଙ୍କର ନିଜ ଗଡକୁ ପଠାଇ ଦେଇଛନ୍ତି। ଫଳରେ ଆତ୍ମଦହନରେ ଦଗ୍ଧୀଭୂତା ନନ୍ଦିକା ଶିବିକାରେ ପ୍ରତ୍ୟାବର୍ତ୍ତନ ସମୟରେ ପିତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟ ବିଦାରକ ପତ୍ର ଲେଖି ଆତ୍ମହତ୍ୟା କରିଦେଇଛନ୍ତି। ଏବଂ ସେଇଠି କଣ ସେ ଚିଠିଟି ଲେଖିଛନ୍ତି, ସବୁ ଚିଠିରେ କଣ ଲେଖିଛନ୍ତି ଆଗକୁ ତ ଆମେ ଜାଣିବା, କିନ୍ତୁ ଗୋଟେ ଚିଠିଟି ଯେତେବେଳେ ସେ ଯୋଉ ପାଲିଙ୍କିରେ ବସିକି ବା ସେ ଯୋଉ ରଥରେ ବସିକି ଫେରିଛନ୍ତି, ରାଜା ତାଙ୍କୁ ପଠେଇଛନ୍ତି, ସେ ଯିବା ଆସିବା ବାଟରେ ବିଭିନ୍ନ ପ୍ରକାରର ମନରେ ଯୋଉ ତାଙ୍କର ଆତ୍ମଗ୍ଲାନୀ ଭାବ ଜାଗ୍ରତ ହେଇଛି ଏବଂ ସେଇ ଆତ୍ମଗ୍ଲାନୀ ଭାବରେ ସେ ଚିଠି ଖଣ୍ଡିଏ ଲେଖିଛନ୍ତି ତାଙ୍କ ପିତାଙ୍କ ପାଖକୁ ଏବଂ ବାଟରେ କଣ କରିଛନ୍ତି ଚିଠି ଖଣ୍ଡିଏ ପିତାଙ୍କ ପାଖକୁ ପଠେଇ ଦେଇକି ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ସେହି ପତ୍ରରେ ଚୋଡଗଙ୍ଗ ଦେବଙ୍କୁ ନିଜ ପୁତ୍ର ଭାବରେ ଗ୍ରହଣ କରିବାକୁ ଏବଂ ତାଙ୍କ ଏକ ବିଜନ ସ୍ଥାନରେ ସମାଧି ଦେଇ ସେହି ସ୍ଥାନରେ ଏକ ସ୍ମୃତି ମନ୍ଦିର ନିର୍ମାଣ କରିବାକୁ ପିତା ସୁବର୍ଣ୍ଣକେଶରୀଙ୍କୁ ସେ ଅନୁରୋଧ କହିଛନ୍ତି। ନିଜର ଯାହା ଭୁଲ ପାଇଁ ପ୍ରାୟଶ୍ଚିତ କରିବା ସହିତ ଚିଠିରେ ଅନୁରୋଧ କରିଛନ୍ତି ଯେ ଚୋଡଗଙ୍ଗ ଦେବଙ୍କୁ ତୁମେ ପୁଅ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିନେବ ବା ତାକୁ ତୁମେ ପୁଅ କରିନେବ। ନିଜକୁ ଚୋଡଗଙ୍ଗ ଦେବଙ୍କୁ ନିଜ ପୁତ୍ର ଭାବରେ ଗ୍ରହଣ କରିବ ଏବଂ ତାଙ୍କୁ ସେ ଯୋଉ ଆତ୍ମହତ୍ୟା ଯୋଉ କରିଦଉଛି ମତେ ଏକ ବିଜନ ସ୍ଥାନରେ ଯେଉଁ ଜାଗାରେ କୌଣସି ବି ଜନଶୂନ୍ୟ ସ୍ଥାନ ନିର୍ଜନ ସ୍ଥାନରେ ଗୋଟେ ସମାଧି ଦେଇ ସେଇ ଯୋଉ ସମାଧି ଯୋଉଠି ଦବ ସେଇ ସ୍ଥାନରେ ଗୋଟେ ସ୍ମୃତି ମନ୍ଦିର ନିର୍ମାଣ କରିବା ପାଇଁ କି ପିତାକୁ ସେ ଅନୁରୋଧ କରୁଛନ୍ତି। ଯାହାକୁ କି ଦେଖିକି ପରବର୍ତ୍ତୀ ପିଢିର ଲୋକମାନେ ତାଙ୍କର ସ୍ମୃତିରେ ରହିଯିବ ଯେ ଇଏ ସେଇ ନନ୍ଦିକା ଥିଲା ଯିଏକି ବାପାକୁ ଠକିକି ଆସିଥିଲେ ସତ କିନ୍ତୁ ଚୋଡଗଙ୍ଗ ଦେବଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଭଳି କିଛି ଘଟଣା ସେ ଚିଠିରେ ଲେଖିକି ଦେହତ୍ୟାଗ କରିଥିଲେ। କନ୍ୟାର ଦୁଃଖଦ ମୃତ୍ୟୁରେ ମର୍ମାହତ ପିତା ସୁବର୍ଣ୍ଣକେଶରୀ ନନ୍ଦିକାର ଅନୁରୋଧ କ୍ରମେ ବିଜନ ପଠାରେ ଅନ୍ତ୍ୟେଷ୍ଟି ସମାପନ କରି ସମାଧି ମନ୍ଦିରଟିଏ ନିର୍ମାଣ କରାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ କନ୍ୟାର ଯୋଉ ଦୁଃଖଦ ମୃତ୍ୟୁ ଏମିତି ଭାବରେ ଅଚାନକ ମୃତ୍ୟୁରେ ଅତ୍ୟନ୍ତ ମର୍ମାହିତ ଦୁଃଖୀ ଏଇ ସୁବର୍ଣ୍ଣକେଶରୀ ଏବଂ ଯେହେତୁ ଝିଅର ଶେଷ ଇଚ୍ଛା ଥିଲା ତାର ଶେଷ ଅନୁରୋଧ କ୍ରମେ ଗୋଟେ ବିଜନ ପଠାରେ ଗୋଟେ ନିର୍ଜନ ଜନଶୂନ୍ୟ ସ୍ଥାନରେ ତାର ଅନ୍ତ୍ୟେଷ୍ଟି ବା ଶେଷ କାର୍ଯ୍ୟ ସମାପ୍ତ କରି ସେଠି ମଧ୍ୟ ସମାଧି ରୂପକ ମନ୍ଦିରଟି ନିର୍ମାଣ କରିଛନ୍ତି। ତାପରେ ମଣିଷ ଚୋଡଗଙ୍ଗ ଦେବଙ୍କୁ ସାମ୍ରାଜ୍ୟ ପ୍ରଦାନ କରି ମହାନଦୀ ତୀରରେ ସନ୍ନ୍ୟାସୀ ଜୀବନ ଅତିବାହିତ କରିଛନ୍ତି। ଏବଂ ତାପରେ କଣ କରିଛନ୍ତି, ଝିଅ ତ ମରିଗଲା, ଗୋଟେ ଏକମାତ୍ର ଝିଅ ଥିଲା, ତେଣୁ ଚୋଡଗଙ୍ଗ ଦେବଙ୍କୁ ସାମ୍ରାଜ୍ୟ ଦେଇ ଦେଇଛନ୍ତି, ଉତ୍କଳର ସାମ୍ରାଜ୍ୟ ଦେଇ ଦେଇଛନ୍ତି ଏବଂ ଜୈତ୍ରମଣି ମଧ୍ୟ ସେ ଯୋଉ ମଣିଟି ତାଙ୍କୁ ଦିଆଯାଇଥିଲା ତାକୁ ମଧ୍ୟ ଦେଇ ଦେଇକି ନିଜେ ଯାଇ ମହାନଦୀ ତୀରରେ ଏକ ସନ୍ନ୍ୟାସୀ ଭାବରେ ଜୀବନ ଅତିବାହିତ କରିଛନ୍ତି। ଅଧୁନା ସେ ସ୍ଥାନ ସୁବର୍ଣ୍ଣପୁର ନାମରେ ବିଦିତ। ଏବେ ବି ସେଇ ଯୋଉ ସ୍ଥାନଟି ସୁବର୍ଣ୍ଣପୁର ନାମରେ ଅଧୁନା ହେଲା, ଏବେ ବର୍ତ୍ତମାନ ସେ ସ୍ଥାନ ସୁବର୍ଣ୍ଣପୁର ନାମରେ ବିଦିତ ଓ ନନ୍ଦିକାର ସମାଧି ସ୍ଥଳ ନନ୍ଦିକେଶ୍ୱରୀ ପଠା ଭାବରେ ଲୋକଲୋଚନରେ ପରିଚିତ। ନନ୍ଦିକେଶ୍ୱରୀ ପଠା ସେ ସ୍ଥାନଟିର ନାମ, ଯୋଉଠି ନନ୍ଦିକାର ଯୋଉ ନିର୍ଜନ ସ୍ଥାନଟିରେ ନନ୍ଦିକାର ସମାଧି ସ୍ଥାପନ କରାଯାଇଛି ତାହା ନନ୍ଦିକେଶ୍ୱରୀ ପଠା ଭାବରେ ଲୋକମାନେ ଜାଣିଛନ୍ତି ବା ଲୋକଲୋଚନରେ ପରିଚିତ। ପରବର୍ତ୍ତୀ ସମୟରେ ଚୋଡଗଙ୍ଗ ଦେବ ଉତ୍କଳ ସିଂହାସନ ଆରୋହଣ କରି ସେହି ମଣିକୁ ଜଗନ୍ନାଥଙ୍କ ନିକଟକୁ ପ୍ରେରଣ କରିଥିଲେ ଏବଂ ଦେଖିଲା
जो कथा कहिथिले गंगा माता कथाटी सत ହେଲା। परवर्ती समय चूड़गंग देव उत्कल सिंहासन अधिकार कर सिंहासन आरोहण कला जो जैत्रमणिटी पाई से जगन्नाथ पाखे दे जगन्नाथ निकट को से पठाई यही काव्यर विषय वस्तु जोटा द्वितीय भाग से माने पूरा काव्यर विषय वस्तु एथि सहित वर्णना प्रसंग रे राधानाथ उत्कल नद नदी राधानाथ राय कौन कौन सब वर्णना करछंती विभिन्न प्रकार नद नदीर वर्णना करछंती बण पहाड़ देवादेवींकर मध्य विस्तृत वर्णना प्रदान करिसेंती जहा कविंकर अतिशय उत्कलीय प्रीति और प्रकृति प्राणतार परिचय प्रदान करे जहा सब वर्णना करिसेंती ताहा से वर्णना अनुसार लागुची कविंकर उत्कल प्रति अत्यंत प्रीति भावना एवं प्रकृति प्रति गोटे प्रणयता भाव प्रकृति को अत्यंत भल पाउथिबा लोकटी एवं उत्कल माटी को अत्यंत भल पाउथिबा लोकटी जहा उत्कलर प्रतिटी कोण अनुकोण को एवं प्रकृतिर सुंदर रूप को से प्रतिपादन करिसेंती तांकर एई काव्य सेहीपरि प्रसंग क्रमे कवि जह्नराति घनकृष्ण रजनी और प्रभात काल दृश्य सहित नंदिकार रूपलावण्य और चूड़गंगर वीरत्व व्यंजक सौम्यकांतिर जो बलिष्ठ चित्र प्रदान करिसेंती ताहा तांकर सौंदर्य दृष्टि और असाधारण कवित्वर परिचय बहन करे एवं आउ कौन कौन अच्छी से जो द्वितीय भाग कवि आउ कौन वर्णना करछंती प्रथमतः विभिन्न नद नदी प्रथम भाग रे वर्णना करछंती विभिन्न नद नदी बण पहाड़ देवादेवींकर कथा वर्णना करछंती ता सहित सीए जह्न राति जह्न आकाश संध्या समय जह्न रातिर दृश्य वर्णना करछंती रजनीर घनकृष्ण रजनीर वर्णना करछंती प्रभात कालर वर्णना करछंती एवं नंदिकार सुंदर रूपलावण्यर वर्णना करछंती ता सहित चूड़गंग देवंकर वीरत्व से केते वीर से केते शक्तिशाली तांकर शक्तिर परिचय प्रदान करछंती ता सहित तांकर सौम्य कांतिर सुंदर शरीर सौम्य हला सुंदर कांति हला शरीर सुंदर शरीर जो बलिष्ठ चित्र प्रदान मध्य करिसेंती आको देखिले मने हुए सते कि कविंकर सौंदर्य दृष्टि खूब आकर्षणीय बा खूब चित्ताकर्षक रही ये एतिकी अछि द्वितीय अध्याय रे तुमरो ताकू जते बेले तुम लॉन्ग क्वेश्चन लिखिबो शॉर्ट क्वेश्चन बड़ा पचारछि आगो मूलरू देखि देबा रिवीजन करबा धाड़ी धाड़ी शिविर केउठी शोभा पाउथिला एक नंबर महानदी कुशभद्रा दयानदी काठजोड़ी शुभ्र तंबू गुड़िक किपरि शोभा पाउथिला दाबित्र शब्दर कौन प्रकम्पित होउथिला सॉरी बादित्र शब्दर कौन प्रकम्पित होउथिला दासरिक शब्दर अर्थ कौन केउठारे विपणी बसिथिला स्कंदावार काहाकू कहंती केउ स्थानटी तुलसी क्षेत्र भाବରେ प्रसिद्ध हलायुध किए हल रूपक आयुध जे धरि थांती असुरेश्वर प्रधान देवी किए असुरेश्वर रे असुरेश्वर टा पढ़ाई तुम प्रथम अध्याय रे शालीपुर आधुनिक नाम कौन सालेपुर बहुद्वार शोभी पुर काहाकू कुआ जायछि चौद्वार चारियाडे नै बाट केउ शैल को दर्पणीर दर्प बोली कुआ जायछि विनायक पर्वत ना विनायक शैल केउ स्थान रे अधिक चंदन वृक्ष देखा जाए आलती हाँ अलती ऐर राज्य प्रसिद्ध कीर्तिराजी केउठारे देखा जाए खंडगिरी निर्मला निर्झर केउठारे प्रवाहित मंजूषार महाभाषा बोली केउ गिरी को कहा जायछि मंजूषार महाभाषा स्वाहांक सहचरी बोली केउ देवी को कहा जायछि स्वाहांक सहचरी प्रथम रे थिला ना ठीक किए रणस्थल को निज अस्थिरे धबल करिछि दंताबल
ହାତୀ ଗୁଡା ତାର ଦାନ୍ତ ଅସ୍ଥିରେ ଚାରିଆଡେ ଧବଳିତ ଦେଖାଯାଉଥିଲା। ଯେତେବେଳେ ଯୋଉ ଜୀର୍ଣ୍ଣ ଶୀର୍ଣ୍ଣ ରୂପ ଗୁଡିକ ଦେଖାଯାଉଛି ଚାରିଆଡେ, ଯୁଦ୍ଧ ଭୂମିର ଦୃଶ୍ୟ ବର୍ଣ୍ଣନା କରାଯାଉଛି। ଗୋମାୟୁ କାହାକୁ କହନ୍ତି? ସୁବର୍ଣ୍ଣକେଶରୀଙ୍କ ଦୁର୍ଗର ନାମ କଣ? ବିଡାନାସିଗଡ। ରାଜା ଅନଶନ କରି କାହା ଦେଉଳରେ ଅଧିଆ ପଡିଥିଲେ? ଚଣ୍ଡିକା। ନିୟତି ରୂପେ କାହାର ଇଚ୍ଛା ତ୍ରିଭୁବନରେ ପ୍ରତିଫଳିତ ହୁଏ? ମହାରୁଦ୍ର। ଶିବଙ୍କର ବିଷୟରେ କୁହାଯାଉଥିଲା ନା। ଶତ୍ରୁ ଦର୍ପହାରୀ ଜୈତ୍ରମଣିକୁ କେଉଁଠି ପିନ୍ଧିବାକୁ ଚଣ୍ଡିକା ରାଜାଙ୍କୁ କହିଥିଲେ? ସରି। କେଉଁ ରାଜା ଜୈତ୍ରମଣି ଧାରଣ କରିଥିଲେ? ବାସୁଦେବ ଚୋଡଗଙ୍ଗଙ୍କର ମନ୍ତ୍ରୀ ହେବା ଆଗରୁ କାହାର ମନ୍ତ୍ରୀ ଥିଲେ? ସୁବର୍ଣ୍ଣକେଶରୀଙ୍କର। ଚୋଡଗଙ୍ଗ ଦେବ ଯେଉଁ ମାତୃ ପାଦ ପଦ୍ମକୁ ଜୁହାର କରିଛନ୍ତି ସେ କିଏ? ଜାହ୍ନବୀ। ଜାହ୍ନବୀ ହେଲା ଗଙ୍ଗାଙ୍କର ଅନ୍ୟ ନାମ। ପ୍ରଭାତ ଡଗରା କିଏ ବୋଲି କହିଛନ୍ତି? କୁମ୍ଭାଟୁଆ। ଛାୟାବାଜି ଭଳି ଗଭୀର କନ୍ଦରା କେଉଁଥିରେ ପରିଣତ ହେଲା? ହ୍ରଦରେ ପରିଣତ ହେଲା। ଗଙ୍ଗା ଦେବୀ ଜଳରେ ସମାସୀନା ହେଲା ବେଳେ ବନଦେବୀଙ୍କର କେଉଁ ବାଦ୍ୟ ବାଜି ଉଠିଥିଲା? ବୀଣା। ଦ୍ୱାପରର ବୀର ଦେବବ୍ରତ କିଏ? ଭୀଷ୍ମ। ଧର୍ମ ସଂସ୍ଥାପନ କରିବାକୁ କିଏ ଭାଜନ ଅଟେ? ଶତ୍ରୁ ପ୍ରତି ପ୍ରୀତିଭାବ କେଉଁ ବଳ ଆଣିଦିଏ? ଧର୍ମ ବଳ। ବାହୁବଳରେ ସେମାନେ ଡରି ଯାଆନ୍ତି ନା, ଭୀତି ଆସିଯାଏ, କିନ୍ତୁ ଧର୍ମ ବଳରେ ପ୍ରୀତିଭାବ ଆସେ। ଉତ୍କଳ ଭୁବନର ବିଷ୍ଣୁପଦୀ ବୋଲି କେଉଁ ନଦୀକୁ କୁହାଯାଇଛି? ମହାନଦୀ ଲୀଳା ନିମନ୍ତେ ତୀର୍ଥେଶ କେଉଁ ଦେଶ ଛାଡି ଦେଇଛନ୍ତି? ପୂର୍ବ ଦେଶ। ତୀର୍ଥେଶ କିଏ? ତୀର୍ଥେଶ କିଏ? ସମୁଦ୍ର। ସୁକାନ୍ତି ତନୁଜା କିଏ? ଦକ୍ଷିଣରେ ନାବିକ ମାନଙ୍କ ଦ୍ୱାରା କିଏ ଅର୍ଚିତା ହୁଅନ୍ତି? ତ୍ୱଷାମ୍ପତି କାହାକୁ କୁହାଯାଏ? ତ୍ୱଷାମ୍ପତି ହେଲା ସୂର୍ଯ୍ୟ। ପାସିର ଅର୍ଥ କଣ? କୋଉ ଅଧ୍ୟାୟରେ ଅଛି ଏଟା? ଫାର୍ଷ୍ଟରେ ଅଛି। ସୁକାନ୍ତି ତନୁଜା ତ ଅଛି ଏଠି 84 ପେଜରେ ନା। ପାସିତ ଶବ୍ଦଟା ଆମେ ପଢେଇଛେ। ସରି, ପାସିର ଅର୍ଥ କଣ? ପାସି, ଖାଲି ପାସି। ବରୁଣ 81 ପେଜରେ ଲାଷ୍ଟରେ ଅଛି।
କେଉଁ ଦେବୀ ଯଜ୍ଞରୁ ସମ୍ଭୂତ ବୋଲି କିମ୍ବଦନ୍ତୀ ଅଛି? ଗୋନାସିକା ଗିରିରୁ କେଉଁ ନଦୀ ଜାତ ହୋଇଛି? ମେଘାସନ ଶୈଳରେ କିଏ ବାସ କରେ ବୋଲି କବି କହିଛନ୍ତି? ମହାନଦୀର ସହଚରୀ ବୋଲି କବି କାହାକୁ କହିଛନ୍ତି? ବଳାଙ୍ଗୀ। ମହାନଦୀର 4 ସହଚରୀ ବଳାଙ୍ଗୀ, ସୁବର୍ଣ୍ଣରେଖା, ବ୍ରାହ୍ମୀ, ଦିଟା ଅଛି ପରା। ହଉ ଟିକେ ରୁହ। ମହାନଦୀ पेज रे अछि ना। निरत देवीଙ୍କୁ କରିମଠାରୁ ଦେବୀଙ୍କି ନ ମଣିଭୁଆନ ବ୍ରାହ୍ମୀ ବୈତରଣୀ ସୁବର୍ଣ୍ଣ ତଟିନୀ ବଳାଙ୍ଗୀ ଏଚାରି ଦେବୀଙ୍କ ଭଙ୍ଗିନୀ ଦେବୀଙ୍କ ଭଗିନୀ ସରି। ତାପରେ ସହଚରୀ ଗୋଟେ ଶବ୍ଦ ଲେଖା ଯାଇଥିଲା କୋଉଠି ନା? ବୈତରଣୀ, ହଁ ଏଠି ଅଛି ନା। ବୈତରଣୀ ଅଗ୍ରତେ ତୁମର ବସବ ଭାବେ ଦେବୀଙ୍କ ପରେ ମେଘାସନ ଆବାସ। ସେହି ଲାଷ୍ଟ ଦେଖ 82 ରେ ଦେଖ ବଳାଙ୍ଗୀ ଏ ମହାନଦୀ ସହଚରୀ। ମହାନଦୀର ସହଚରୀ ନା ବଳାଙ୍ଗୀ ଲେଖିବ। ଏଇଠି କଣ ହୁଏ କବିତାରେ ଧାଡି ନେଇକି ପ୍ରଶ୍ନ ଆସିଥାଏ। ଧାଡିକୁ ନେଇକି ଯୋଡିକିନା ପ୍ରଶ୍ନ ଆସିଥାଏ। ତେଣୁ ଏଇ ଧାଡିରେ ଅଛି କିନ୍ତୁ ତାର ତ 4ଟା ଭଗିନୀ 4ଟା ସହଚରୀ ଭଗିନୀ ବୋଲି ତାଙ୍କୁ କୁହାଯାଉଛି। ଏଇଠି କିନ୍ତୁ ଲେଖା ହେଇଛି ବଳାଙ୍ଗୀ ଏ ମହାନଦୀ ସହଚରୀ ଅର୍ଥାତ ବଳାଙ୍ଗୀ ଆନ୍ସର ଲେଖିବ। ବଳାଙ୍ଗୀ ନଦୀକୁ ତାର ସହଚରୀ ବୋଲି କୁହାଯାଏ। କେଉଁମାନେ ସୁବର୍ଣ୍ଣ ପରାଗ ସୁବର୍ଣ୍ଣ ତଟିନୀରୁ ସଂଗ୍ରହ କରୁଥିଲେ? ଶବର ଯୁବତୀ ମାନେ। ବ୍ରହ୍ମାଣ୍ଡ ପାବନୀ ବୋଲି କବି କେଉଁ ନଦୀକୁ କହିଛନ୍ତି? ପାହାଡ ଉପରେ କୋଚିଲା ଖାଇଙ୍କର ରାବ ବନ ମଧ୍ୟରେ କାହାର ପ୍ରଭାବ ପ୍ରଚାର କରିଥିଲା? ଉଚ୍ଚତାରେ ସର୍ବଶୈଳକୁ ଲଜ୍ଜା ଦେଇ କିଏ ଶିଖର ଟେକିଛି? କେଉଁ ସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ବୋଲି କୁହାଯାଇଛି? ଥରେ କାନ୍ତକୁ ଥରେ ମିହିରକୁ ଅନାଇ କାଠ ଯୋଡି ନୀରରେ କିଏ ଭାସୁଛି? ରଥାଙ୍ଗୀ। ପଢାଇଛି ଏଟା? ହଁ ନବ ଇନ୍ଦ୍ରଜାଲ ପରା ପଢା ହେଇଛି। ନବ ଇନ୍ଦ୍ରଜାଲ ଦେଖାଇ କିଏ କେତେ ପ୍ରକାର ରୂପ ଧାରଣ କରୁଛି? ନୂଆ ନୂଆ ଇନ୍ଦ୍ରଜାଲ ଦେଖେଇକିନା ଚକ୍ରବାଳ ନାଇଁ। ଚଉଦିଗରେ କଣ ଘଟିଲେ ଜଳ ସ୍ଥଳ ଓ ବ୍ୟୋମର ସୀମା ଲିଭିଯାଏ? ତିମିର କାଳିମା। ତିମିର କାଳିମା ମାନେ ଚାରିଆଡେ ଅନ୍ଧାର ହେଇଗଲେ କୋଉଟା ଜଳ କୋଉଟା ସ୍ଥଳ କୋଉଟା ଆକାଶ ଜଣା ପଡି ନଥାଏ, ତା ସୀମା ଲିଭିଯାଏ। କଟହ କାହାଳି ତୁରି ଭେରି ଶବ୍ଦରେ କାହାର ଗୃହ କମ୍ପି ଉଠୁଛି? ଚଣ୍ଡିକାଙ୍କର। ଏଇଟା କୋଉଟା କହିଲ ଦ୍ଵିତୀୟ ଆସିଗଲା। କେତେବେଳେ କହିଛି ଯେତେବେଳେ ପୂଜା ପାଠ ଆୟୋଜନ କରିଛନ୍ତି ଦ୍ଵିତୀୟରେ ନା। ହୁଁ। ଚକ୍ରବାକୀ। ତରୁ ପର୍ଣ୍ଣରେ ଦୀପ କାହାକୁ ନିନ୍ଦା କରୁଛି? 50 ନମ୍ବର ପାଖରୁ ରଥଙ୍ଗୀ ଗଲା ନବ, ଏଇଟା ଚକ୍ରବାଳ ନବ ଇନ୍ଦ୍ରଜାଲ ଦେଖାଇ କିଏ କେତେ ପ୍ରକାର ରୂପ ଧାରଣ କରୁଛି? କଣ ସେଟା ହବ? ଚକ୍ରବାଳ। ହଁ ଚକ୍ରବାଳ ହେଲା। 49 ନମ୍ବର ଯାଇ ହେଇଗଲା। 50 ନମ୍ବରରୁ ଲାଷ୍ଟ ପର୍ଯ୍ୟନ୍ତ ଇଏ ସବୁ କୋଉଠୁ ଆସିଛି
द्वितीय अध्याय आसी द्वितीय अध्याय तुम लंग क्वेश्चन लिखिदेल सीना ये पढ़ीदेल लंग क्वेश्चन एवं लिखिपर कहीं लंग क्वेश्चन हेले जो गुड़ा पढ़ागला तुम शब्दांश गुड़ा सारांश गुड़ा लिखिपर कि सर्ट क्वेश्चन लिखा सर्ट क्वेश्चन तुमको कौन कर धाड़ी आसूँ तेणु करी तुम्हें नेक्स्ट क्लास रे 50 नंबर रु एतिक बाट विषय गुड़ाक पढ़ीदेव धाड़ी गुड़ाक है जदि न पाइब थरे थरे पढ़िब न बुझी पारे मु आउ थरे बुझेबी है बाहर जदि कर भल कथा जदि न कर पारे मु कहीदेवी किंतु तुम थरे पढ़ थरे एटलिस्ट पढ़ीदेले जानी पारिबो को धाड़ी रे कोटा अछि बोली हां ठीक तापरे लॉन्ग क्वेश्चन में भी गोटे देइछि से विषय रो गोटे क्वेश्चन देइछि 15 नंबर गोटे लंग क्वेश्चन देइछि प्रणय दग्ध एक नारी मनर अविकल चित्र राधानाथी लेखनी किपरि प्रभावित होइछे नंदिकेश्वर अवलंबन रे आलोचना करो एठी द्वितीय अध्याय रो आंसर लिखिबो काना एठी नंदिकार जो उद्वेग भावनाटी रो परिप्रकाश करि जाइछि गोटे नारी रो मनोभाव रो प्रणय दग्ध नारी रो भल पाइबा प्रति से एते अंध हो जाइछि से जो प्रणय दग्ध नारी ता मन रे जो उद्वेलन गुडी को सृष्टि हेछि ता मन रे जो भावभाग गुड़िक ताकू तुमको वर्णना करिया पड़ो जिते लिखब लंग क्वेश्चन केमी लिखुच आरंभ जिते करुच प्रथमे तमे कवि परिचय लिखब कवि परिचय कौन लिख विषयटी आसी कविंर दीटा तीन पारा कर कि पिला कौन करती एकाथर विषय जो संक्षेप आ कवि परिचय गोटे पारा करती या फिर आउ नेक्स्ट आंसर पाई गोटे पारा तले आउ गोटे छोटिया पाराटे यही विषय जिन शिक्षा लाभ कलु जिनसा अति सुंदर भाव में कवि विषयटी को वर्णना कर एतिक कंप्लीट कर दी आउ कि लिखते आउ गोटे लिखा शैली कौन प्रथम तुम लिखिदेल जे कवि विषयटी लिखिं कविंर विभिन्न प्रकार लेखार महात्मा से कौ जिनस को लेकिन प्रकृति प्रेमी जी प्रकृति प्रेमी थी लिख कवि होती जन प्रकृति प्रेमी प्रकृति को लेकिन अनेक गुड़िया काव्य कविता से रचना कर काव्य अत्यंत महात्मा काव्यर महात्मा अत्यंत जन आदृत हो लिखल तो कवि आउ कि विषय लिखि दे पार आउ कौन कौन सब लिखि दी तीन लिखिदेल बस लिखल सेकेंड आउ गोटे पाराग्राफ कर जदि से भाया करुच एति कवि विषय लिख आलोच्य विषयटी आसी तुम काव्यर ये नंबर ये काव्यटी कौट लिखा है गोटे लाइन लिख बस जो विषय पचरा है सपोज नंदिका विषय आमको दौचे तो आम से नंदिकार लिखा आलोच्य विषय जो कवि नंदिका विषय नंदिका मन मनर भावना को परिप्रकाश करने जाइकिना जहाँ सब से लिखुं किभली भाव में मन तार परिप्रकाश घटुची तार मनर कि आंदोलित हो आसुची जितेबाला डेस्क्रिप्शन दब जितेबाला राजा शुणिया पाई एपटे उत्सव मुखरित गोटे पटे कवि उत्सव मुखरित सुंदर दृश्य वर्णना करपटे नंदिकार मनोभाव को वर्णना करने जाए लिखुं तार जो विषादग्रस्त मन तो ये कवि गोटे पटे खुशीर भाववेग सहित विषाद मनर भाव को तुलना करने माने तुलना करी तुलना तो ये लेखा तुलना तो करा जाउनी गोटे स्पष्ट चित्र प्रदान करा जाउछि गोटे पटे सुख खुशीर चित्र अन्य पटे दुख विषादर चित्र अति सुंदर भाव वर्णना कर विषादर कारण गुड़िक लिखा जीव कौन ना चोड़गंगदेव जहाँकर रूपरे जहाँकर शक्ति सामर्थ्य जहाँकर पराकाष्ठा भाव विह्वल होती निजक समर्पण भाव प्रकाश कर नंदिका एवं से भाव निजर ठीक भूल जानी पारि ना मन में उंकी मार जो विभिन्न प्रकार भाववेग बा आवेग गुड़ी को कहीं जाने अन्य मान आगोचर अन्य मान अजाणत मन में विभिन्न प्रकार भाववेग प्रकाश पाई भाववेग से कौन निष्पत्ति जो गुड़ा नहीं किभली भाव में से बापा पाखर जैत्रमणि नहीं कि कौ भली भाव में चली जाइछन्ति एवं परवर्ती समय प्रत्याख्यान कला चोड़गंगदेव जो प्रत्याख्यान कर मनर जो परिप्रकाश जो बदलावटा आसूची जो परिवर्तनटा आसूची आ निजको से वास्तवता को सम्मुखीन करने को साहस पाई ना आत्महत्या कर चिठी लिखी लिखि
ଲେଖିଲ ଶେଷରେ ଲେଖିବ ଆଲୋଚ୍ୟ ପ୍ରସଙ୍ଗଟି ଅତ୍ୟନ୍ତ କବିଙ୍କର ଏଇ ଆଲୋଚ୍ୟ ପ୍ରସଙ୍ଗ ଅତ୍ୟନ୍ତ ଉଚ୍ଚ କୋଟିର ଏବଂ ଏଇଠି ନାରୀ ମନର ଗୋଟେ ମନସ୍ତାତ୍ତ୍ୱିକ ଭାବନାକୁ ସେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ବାସ୍ ସେତିକି ଲେଖିଦେଲେ ମାନେ ଏଇଭଳି ପ୍ରକାରରେ ଲେଖିବ ହେଲା ତା ଭିତରେ ତୁମେ ବହୁତ ସାରା କିଏ ସାହିତ୍ୟିକ ଲେଖୁଛି କିଏ ନିଜ କେବେ ମନେ ରଖ ସାହିତ୍ୟ ସହିତ ସମାନ ହୁଏନି ଘୋଷିକି ଲେଖିଲେ ଏତେ ଭଲ ନ ଲେଖିପାରିବନି କିନ୍ତୁ ତମେ ଯଦି ତାକୁ ପଢି ପଢିକି 2-3ଟା ଲେଖିବ ଆହୁରି ସୁନ୍ଦର ଲେଖିପାରିବ କାହିଁକିନା ସବୁବେଳେ ନିଜର କ୍ରିଏଟିଭିଟିଟା ଘୋଷାଠୁ ବହୁତ ଉପରେ ଥାଏ ନାଇଁ ମାନେ ନୁହଁ ଯେ ତମେ ପଢିବନି କେ ବୁକ୍ ଅଛି ବା ତମର ଗାଇଡ୍ ଅଛି ତାକୁ ପଢିବନି ନୁହଁ ତାକୁ ବି ପଢ ନିଜେ କିଛି ଲେଖିବାକୁ ଚେଷ୍ଟା କର ତାକୁ ଯୋଉ ମିଶେଇ ମାସେଇକି ବହି ପଢିଥିବ ବହିରୁ କିଛି ଜାଣିଲ ଗାଇଡ୍ ବୁକ୍ ରୁ କିଛି ଜାଣିଲ ନିଜ ମନରୁ କିଛି ଜାଣିଲ ମିଶେଇକି ଯେତେବେଳେ ଲେଖିବ ବହୁତ ସୁନ୍ଦର ଲେଖାଟି ବାହାରିବ ନନ୍ଦିକେଶ୍ୱରୀ କାବ୍ୟରୁ କବି ପ୍ରତିଭାର ପରିଚୟ ପ୍ରଦାନ କର ଏଠି ତୁମକୁ କିଛି ଲେଖିବାକୁ ପଡିବନି କେବଳ କବିଙ୍କର ପ୍ରତିଭା କବି କୋଉ କାହା ଉପରେ ବେଶୀ ଲେଖୁଛନ୍ତି ତାଙ୍କର ପ୍ରତିଭା ବିଷୟରେ ଏଠି ଲେଖିବ ତାଙ୍କର ପ୍ରତିଭା ଚୋଡଗଙ୍ଗଙ୍କର ଚରିତ୍ର ଚିତ୍ରଣ କର ଚୋଡଗଙ୍ଗଙ୍କର ଚରିତ୍ର ପ୍ରଥମେ ତମର ସେ ଲେଖିଦେଲ କବି ପରିଚୟ ଲେଖିଦେଲ ତାପରେ କରିବ କଣ ଚୋଡଗଙ୍ଗ ଦେବ ଥିଲେ କୋଉ ଭଳି ଶକ୍ତି ଧର୍ମବୀର ତାଙ୍କର କିଭଳି ତାଙ୍କର ଯୋଉ ସଂସ୍କାର କି ସଂସ୍କାର ପାଇଥିଲେ ୟା ଫିର ତାଙ୍କର ସେ ଯୋଉ ଥିଲା ଗୋଟେ କଣ ଗୋଟେ ଆସକ୍ତି ଝିଅ ପିଲା ପ୍ରତି ଯୋଉ ଆସକ୍ତି ଭାବନାଟା ନଥିଲା ତାଙ୍କର ଚରିତ୍ର ଅତ୍ୟନ୍ତ ଭଲ ଥିଲା ଶୁଭଚିନ୍ତକ ଥିଲେ ଏଇ ସବୁ ଗୁଡାକ ଲେଖିବା ଦରକାର ହେଲେ ଲେଖିଦେବି ଗୋଟେ ଲେଖିଦେବି କ୍ୱେଶ୍ଚିନ୍ ଆନ୍ସର 16 ନମ୍ବରଟା ଲେଖିଦେବି ହେଲା 16 ନମ୍ବରଟା ଚୋଡଗଙ୍ଗଙ୍କର ଚରିତ୍ର ଚିତ୍ରଣ କର ଏଇ ଆନ୍ସରଟା ମୁଁ ଲେଖିକିନା ତମକୁ ଦେବି ଲଙ୍ଗ କ୍ୱେଶ୍ଚିନ୍ଟା ଦେଖିନବ ଏଇଭଳି ଏଇଭଳିଆ ଲେଖା ହଉଛି କିନା ବସିକି ଭାବିକି ଲେଖିବ ନା ବହୁତ ସୁନ୍ଦର ସେ ଲେଖିପାରିବ ତମେ ମାନେ ସମସ୍ତେ ଓଭରଅଲ୍ ଆଇଡିଆ ଆସିଗଲେ ତାକୁ ଲେଖିପାରିବ ଗୁଡାଏ ଅଛି ଏଥିରେ ଲଙ୍ଗ କ୍ୱେଶ୍ଚିନରେ 17ଟା ଲଙ୍ଗ କ୍ୱେଶ୍ଚିନ୍ ପ୍ରେମ ଅନ୍ଧ ଅଟେ ନନ୍ଦିକେଶ୍ୱରୀ କାବ୍ୟର ଯୁକ୍ତିର ଯଥାର୍ଥତା ସେ ସିଲେକ୍ଟିଭ କଣ ଦେଇଛି এটা ଲେଖିପାରିବ ପ୍ରଣୟଦଗ୍ଧ ନାରୀର ଏବେ ଯୋଉଟା କହିଲି ତାକୁ ଟିକେ କିଭଳି ଗୋଟେ ନାରୀ ମନରେ ଯେତେବେଳେ ମାନେ ଭଲ ପାଇବା ଆସିଛି ସେପଟେ ସେ କେମିତି ଭୁଲ କରି ବସିଛି ତାକୁ ନେଇକିନା ଟିକେ ସୁନ୍ଦର ଭାବରେ ଲେଖିବାକୁ ପଡେ ଯାହା କହିଲି ସେମିତି ଲେଖିଦବ ବାକି ମୁଁ 16 ନମ୍ବରଟା ତମକୁ ଲେଖି ଦଉଛି କାଲି ଦେବି ଲେଖିକି ସେଟା ଦେବି ଆଉ କୋଉଟା ଆଉ ଗୋଟେ ପ୍ରେମ ଅନ୍ଧ ଅଟେ ଏଇଟା ଅଛି ନନ୍ଦିକେଶ୍ୱରୀ କାବ୍ୟ ବର୍ଣ୍ଣନାରେ ସେଟା ଦେଇଛନ୍ତି ନନ୍ଦିକେଶ୍ୱରୀ କାବ୍ୟରୁ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ପ୍ରେମ ଅନ୍ଧ ଅଟେ କହିକି ଏଠି କାହାର ଡେସ୍କ୍ରିପସନ ଦବ ବା କାହା ବିଷୟରେ ଲେଖିବ ଝିଅ କେମିତି ଯାଇଛି ନନ୍ଦିକା କେମିତି ଅନ୍ଧ ଭଳିଆ ବାପା ମାନେ ପିତୃଦ୍ରୋହୀ ହେଇଛି ଗୋଟେ ପ୍ରେମ ପାଇଁକି ନା କିଭଳି ଭାବରେ ସେ ପିତୃଦ୍ରୋହୀ ରାଜ୍ୟଦ୍ରୋହୀ ଦେଶଦ୍ରୋହୀ ହେଇଛି କେଉଁଭଳି ଭାବରେ ତାର ମନର ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଭାବବେଗ ଘଟିଛି ଏବଂ ସେ କିଭଳି ଗୋଟେ ମାନେ କଣ ଅମାନସିକତା ଭଳିଆ କାର୍ଯ୍ୟ କରିଛି ତାକୁ ମଧ୍ୟ ଲେଖିବ ପାଖାପାଖି ଆଉ କୋଉଟା ଅଛି ଆଉ ଏ ନମ୍ବର କୋଉଟା ଗୋଟେ ଥିଲା ଏଇଟା ଥିଲା ଆଚ୍ଛା ଏକ ରୋମାଣ୍ଟିକ କାବ୍ୟ ଭାବରେ ନନ୍ଦିକେଶ୍ୱରୀର ମୂଲ୍ୟାୟନ କର ଏଟା ଲେଖିଛ ତମେ ଲେଖିଛ ତମେ ଏଟା ସମସ୍ତଙ୍କର ପଡିବ ବିଷୟ ପଢାଏନି କଲେଜରେ ତମର ବି ରେଭେନ୍ସା ଶୈଳବାଳା ହଁ ତମର ପଢା ହେଇଛି ପୁରା ପଢା ହେଇଯାଇଛି ତ ତମ ଦି ଜଣଙ୍କର ପଢା ସରିଛି ନା ତମର ପଢା ହେଇନି ତମର ପଢା ହେଇଛି ନା ପଢା ହେଇନି ତମେ ଟୋଟାଲ ଜାଣିନ ପାଖରେ ସବୁ କଣ ଆର ସାମ୍ପଲ ପେପର ରଖିଛ କିଛି କିଛି ଦରକାର ନାହିଁ ସାମ୍ପଲ ପେପର ନୁହଁ ସେଇ ସବୁ ଏଇଗୁଡା ଲେଖିବ ଦରକାର ନାହିଁ କିଛି ସାମ୍ପଲ ପେପର
ଏତେ ବଡ ବଡ କାବ୍ୟରେ କଣ ତୁ ଯାହା ଲେଖିବ ଠିକ ହବ। ଏତେ ବିଷୟ ଏତେ ବଡ ବିଷୟଟା ଅଛି, ତମେ କାବ୍ୟ ଯାହା ବି ପଢିଥିବ ଲେଖିଲେ ଠିକ ହବ, କିଛି ଭୁଲ ହବନି। ଲଙ୍ଗ କୋଶ୍ଚିନ୍ ଆସିବନି? ଲଙ୍ଗ କୋଶ୍ଚିନ୍ ବି ଢାବା ବଢେଇ ଦବ। ଲଙ୍ଗ କୋଶ୍ଚିନ୍ ଟା କେମିତି ଢାବା ପଡେଇବ? ସର୍ଟ କୋଶ୍ଚିନ୍ ସିନା ଅପସନ ଥିବ, ଏମସିକ୍ୟୁ ଗୁଡା ମନେ ଇଚ୍ଛା ଲେଖିଦବ। ଲଙ୍ଗ କୋଶ୍ଚିନ୍ କଣ ଢାବା ପଡେଇବି? ମନେ ଇଚ୍ଛା ଲେଖିବ, ଯେ ପଢିବ ବେହୋସ ହେଇଯିବ। ମୁଁ ତ ଗୋଟେ ଗୋଟେ ଖାତା ଦେଖି ଲେଖା ହେଇଥିବ, ଗୋଟେ ଗୋଟେ ଢାବା ବଢା ହେଇଥିବ, କଣ କୁଆଡେ 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 ସେ ବିଷୟ ଆଧୁନିକ ସାହିତ୍ୟ ପଢିଥିବ, ତାପରେ ରାମାୟଣ ମହାଭାରତ ଥିବ। ଆଚ୍ଛା ଆର କ୍ଲାସ ସରି ଆର କ୍ଲାସ ପରୀକ୍ଷା କେବେ? 30 ତାରିଖ। ମୁଁ ଦେଇଦେବି ଗୋଟେ ଦିଟା କ୍ୱେଶ୍ଚନ ଲେଖିକି ପଠେଇଲି, ତାକୁ ଦେଖୁ ସେଇ ଢାଞ୍ଚାରେ ସବୁ ଲେଖିବ ଆଉ। ହଉ ମୁଁ ଆଣିଥିଲି ଲେଖିକି। ଆଉ କ୍ଲାସ ଅଛି? ଆଚ୍ଛା ଆଉ କିଛି କ୍ଲାସ ନାହିଁ? 30 ତାରିଖ ପରୀକ୍ଷା, ଲାଷ୍ଟ ପରୀକ୍ଷା।